धातु अधातु है हेडिंग दे दियो धातु अधातु है दिशुଛି ନା धातु अधातु तो तुमे धातु अधातुरा केमती आसला पदार्थ विषय जानिथिबि पदार्थ काहा कुहा जाय जो जिनसर ओजन अछि ताहाकू पदार्थ कुहा जाय हैला तो एक्चुअली पदार्थर डेफिनेशन होची कि सबरा जो जिनसर ओजन अछि एवं से किछि स्थान अधिकार करे ताहाकू किस कुहा जाय पदार्थ जो जिनसर ओजन अछि हैला ताहाकू किस कुहा जाय पदार्थ पदार्थକୁ କେତେ ଭାଗରେ ବିଭକ୍ତ କରାଯାଇଛି ଉପାଦାନ ଦୃଷ୍ଟିରୁ ହେଲା ଉପାଦାନ ଦୃଷ୍ଟିରୁ ପଦାର୍ଥକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି କିସ କିସ ବିଶୁଦ୍ଧ ଆଉ ଗୋଟେ ହଉଛି କିସ ମିଶ୍ରଣ ଦେଖିଦିଅ ଗୋଟେ ହଉଛି ବିଶୁଦ୍ଧ ଗୋଟେ ପଟେ ମିଶ୍ରଣ ବିଶୁଦ୍ଧ ମାନେ କିସ ହେଇଥିବ ବିଶୁଦ୍ଧ ମାନେ କିସ ଯୋଉଠି କିଛି ମିଶି ନଥାଏ ହେଲା କିଛି ମିଶି ନଥାଏ ମାନେ ଯେମିତି ହଉଛି ଗୋଟେ ଦେଖ ଦୁନିଆରେ ଯେତେ ଜିନିଷ ଦେଖୁଛ ସବୁ କି ପ୍ରକାର ପଦାର୍ଥ ମିଶ୍ରଣ ପଦାର୍ଥ ତୁମେ 9 କ୍ଲାସରେ ଗୋଟେ ବିଷୟ ପଢିଥିଲ ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ ବିଶୁଦ୍ଧ କି एक्चुअली विशुद्ध नुह है विशुद्ध नुह किस पदार्थ गुड़ा सब मिश्रण पदार्थ बुझेला विशुद्ध पदार्थ बहुत कम बुझेला तुम होचे हम जहां देखुछ हला इटा इटा भी ଗୋଟେ मिश्रण गाणी इटा काहा मिश्रण इटा होचे हमर होचे किस माटी बाली है सेगुड़ा मिश्रण और विशुद्ध पदार्थ बहुत कम तो होचे विशुद्ध पदार्थ को पुणी केते भागरे विभक्त कराଯାଇଛି दुई भागरे गोटा होचे मौलिक गोटा होचे যৌগিক मौलिक मौलिक पदार्थ केबे शुଣିଛ ନା ନାହିଁ କୋଉଠି ଶୁଣିଥିଲ ମୌଳିକ କୋଉଠି ଶୁଣିଛ ମୌଳିକ ପଦାର୍ଥ ମୌଳିକ ଟେବୁଲ ହେଲା ଶୁଣିଥିବ ମୌଳିକ ସାରର ପର୍ଯ୍ୟାୟ ମୌଳିକ ସ୍ଥିତିର ପର୍ଯ୍ୟାୟ ଥିଲା ନା ବିଷୟଟା ତ ଏଇ ବିଷୟଟା ହଉଛି ସରି ସେଇ ମୌଳିକ ହଉଛି ଏଇଟା ବୁଝିଲା ସେଇ ବିଷୟ ନାହିଁ ନା ମୌଳିକ ଶ୍ରେଣୀର ପର୍ଯ୍ୟାୟକରଣ ସେଟା ଏଇ ମୌଳିକ ହେଲା ବିଶୁଦ୍ଧ ପଦାର୍ଥ କେତେ ପ୍ରକାର ଦୁଇ ପ୍ରକାର ଗୋଟେ ହଉଛି ମୌଳିକ ଆଉ ଗୋଟେ ହଉଛି ଯୌଗିକ ଆଉ ହଉଛି ମିଶ୍ରଣ ବି ସେମିତି ଦୁଇ ପ୍ରକାର ଗୋଟେ ହଉଛି ସମଜାତୀୟ ମିଶ୍ରଣ ଆଉ ଗୋଟେ ହଉଛି ଅସମଜାତୀୟ ମିଶ୍ରଣ ମୌଳିକ ହଉଛି କିସ ମୌଳିକ ଦୁନିଆରେ କେତେଟା ଅଛି 108ଟା ମୌଳିକ ପଦାର୍ଥ ତ ବହିରେ ଗୋଟେ ଟେବୁଲ ଥିବ ପଛଆଡେ ହେଲା ଏମିତି ଗୋଟେ ଗୋଟେ କିସ ଏମିତି ଗୋଟେ ଅଛି 7ଟା ଧାଡି ଅଛି সেটা কিস କୁହାଯାଏ ମୌଳିକ ଟେବୁଲ ହେଲା 18ଟା ମୌଳିକ ପଦାର୍ଥ ଅଛି ତ ମନେ ରଖ ଏକ ମାର୍କ ପାଇଁ ମୌଳିକ এই বিষয় সহ আমার মৌলিক শ্রেণীর পর্যায়করণ সেটা ଟିକେ লিঙ্ক ଅଛି ବୁଝିଲା এই বিষয়ে কার্বন ଆଉ ହଉଛି ମୌଳିକ ଶ୍ରେଣୀର ପର୍ଯାୟକରଣ ଟିକେ লিঙ্ক ଅଛି ତ ହଉଛି ମୌଳିକ କେମିତି 108 ଆଉ ହଉଛି ଯୌଗିକଟା କେମିତି ତିଆରି ଯୌଗିକଟା ହଉଛି ମୌଳିକ ମୌଳିକ ମିଶେଇକି ତିଆରି ଯେମିତି ହଉଛି H2O H2O ଗୋଟେ ଯୌଗିକ ଜଳ ଗୋଟେ ଯୌଗିକ এই ଯୌଗିକଟା କେମିତି ତିଆରି हाइड्रोजन मौलिक ଆଉ ହଉଛି ଅକ୍ସିଜେନ ମୌଳିକକୁ ମିଶେଇକି ତିଆରି ବୁଝିଲା ତ ଯୌଗିକ ସେମିତି କେତେଟା ଗଣି ହବନି ହେଲା ତୁମେ ଯେତେ ଇଚ୍ଛା ତିଆରି କରିପାରିବ ବୁଝିଲା ତ ମୌଳିକ 108ଟି ଅଛି ଏକ ମାର୍କ ପାଇଁ ମନେ ରଖିବ ତାପରେ ହଉଛି ଧାତୁ ମୌଳିକକୁ ପୁଣି ତିନି ଭାଗରେ ବିଭକ୍ତ କରାଯାଇଛି କିସ କିସ ଧାତୁ ଅଧାତୁ ଆଉ ଗୋଟେ ହଉଛି କିସ ମିଶ୍ର ଧାତୁ ବା କିସ କୁହାଯାଏ ଉପଧାତୁ ମଧ୍ୟ କୁହାଯାଏ ହେଲା ଦେଖିଦିଅ ଧାତୁ କେତେଟା ଅଛି 118ଟା ମୌଳିକ ପଦାର୍ଥ ଭିତରୁ ଧାତୁ କେତେଟା ଅଛି 90ଟି ବୁଝିହେଲା ଆଉ ଅଧାତୁ କେତେଟା ଅଛି 22ଟି ବୁଝିହେଲା ଧାତୁ ଅଛି 90ଟି ଅଧାତୁ ଅଛି 22 ଟୋଟାଲ କେତେଟା ହେଲା 90 ଯୁକ୍ତ 22 କେତେଟା ହେଲା 112ଟି ଆଉ ଅଲଗା ଗୁଡା ହଉଛି କିସ ମିଶ୍ର ଧାତୁ ବୁଝିହେଲା ଦେଖିଲ ତାପରେ ହଉଛି ପାର୍ଥକ୍ୟ ହିସାବରେ ଲେଖ ବୁଝିହେଲା पूरा विषयটা পার্থক্য লিখি সারিদবা বুঝলা এটি দিয়ে ଗୋଟେ ପଟେ ଧାତୁ ଆଉ ଗୋଟେ ପଟେ ଅଧାତୁ ହେଲା ଗୋଟେ ଗୋଟେ ଧାତୁ ଗୋଟେ ପଟେ ଅଧାତୁ ଦେଲ ଧାତୁ କାହାକୁ କୁହାଯାଏ ହେଲା ଯଦି ପଚାରିଲା ଧାତୁ କାହାକୁ କୁହାଯାଏ ଧାତୁର ଡେଫିନେସନ କିସ କଲା ଯେଉଁ ମୌଳିକ ପଦାର୍ଥ ଇଲେକ୍ଟ୍ରନ ଦାନ କରିପାରେ ତାହାକୁ କିସ କୁହାଯାଏ ଧାତୁ এই এইটা হচ্ছে ধাতুর ডেফিনেশন হচ্ছে ଯେଉଁ মৌলিক পদার্থ जो मौलिक पदार्थ इलेक्ट्रॉन दान करे ताकू धातु कहले है जो मौलिक पदार्थ इलेक्ट्रॉन दान करे ताकू धातु कहले और जो मौलिक पदार्थ इलेक्ट्रॉन ग्रहण करे ताकू किस कहले पदार्थ
ଡେଫିନେସନ ଲେଖିଦିଅ ଦୁଇ ସାଇଡରେ ଦୁଇ ନମ୍ବର। ଧାତୁ କାହାକୁ କୁହାଯାଏ, ଅଧାତୁ କାହାକୁ କୁହାଯାଏ? ଏକ ମାର୍କ ପଡିବ କ୍ୱେଶ୍ଚନ ଧାତୁ କାହାକୁ କୁହାଯାଏ, ଏକ ମାର୍କ ପଡିବ କ୍ୱେଶ୍ଚନ ଅଧାତୁ କାହାକୁ କୁହାଯାଏ। ହେଲା ଲେଖିଦବ, ଯୋଉ ମୌଳିକ ଇଲେକ୍ଟ୍ରନ ଦାନ କରେ ତାହାକୁ ଧାତୁ, ଆଉ ଯୋଉ ମୌଳିକ ପଦାର୍ଥ ଇଲେକ୍ଟ୍ରନ ଗ୍ରହଣ କରେ ତାହାକୁ ହଉଛି କିସ, ଅଧାତୁ। ମନେ ରହିବ। ତ ଦେଖ କଣ ପାଇଁ ଇଲେକ୍ଟ୍ରନ ଦାନ କଲେ ତାକୁ ଧାତୁ କୁହାଯାଏ, ଧାତୁ ଇଲେକ୍ଟ୍ରନ କେମିତି ଦାନ କରେ ସେଇ ବିଷୟରେ ବି ପଢବା ହେଲା, ଏଇ ବିଷୟରେ ହିଁ ପଢବା, ଆଉ ଟିକେ ପରେ ପଢବା। ତ ଡେଫିନେସନ ମନେ ରଖିଦବ, ଯଦି ପଚାରିଲା ଧାତୁ ଓ ଧାତୁର ପାର୍ଥକ୍ୟ, ଫାର୍ଷ୍ଟ ଡେଫିନେସନ ଲେଖିଦବ, ଧାତୁ କାହାକୁ କୁହାଯାଏ ଅଧାତୁ କାହାକୁ କୁହାଯାଏ। ଆଉ ନହେଲେ ଯଦି ପଚାରିଲା ଧାତୁ ଗୁଡିକ କିସ କରନ୍ତି, ଇଲେକ୍ଟ୍ରନ ଦାନ କରନ୍ତି, ସବୁବେଳେ ହଉଛି ମନେ ରଖିବ ଧାତୁ ଗୁଡିକ କିସ କରନ୍ତି, ଇଲେକ୍ଟ୍ରନ ଦାନ କରନ୍ତି, ଆଉ ଅଧାତୁ ହଉଛି ଇଲେକ୍ଟ୍ରନ ଗ୍ରହଣ କରନ୍ତି। ହେଲା ତ ଧାତୁ ଗୁଡିକର ନାମ ଲେଖିଦବା, ଏକ୍ସାମ୍ପଲ ଲେଖିଦବା। ଗୋଟେ ଧାତୁ ହଉଛି କିସ, ଲୁହା। ଲୁହା ଧାତୁ ଶୁଣିଛ, କିନ୍ତୁ ତାର ଲୁହାକୁ ଲୁହା ଲେଖବାନି, ଇଂଲିଶରେ କିସ ଲେଖବା, Fe। ହେଲା ଲୁହାର ଇଂଲିଶ କିସ, ଆଇରନ୍। ଆଇରନ୍ ଲୁହାର ଇଂଲିଶ। ହେଲା ତ ଆଇରନ୍ ମାନେ ହଉଛି ଆଇ ଲେଖିଦବନି, ବୁଝିହେଲା। ଆଇରନ୍ ଏଟା ହଉଛି Fe, ବୁଝିହେଲା। ମ୍ୟାଗ୍ନେସିୟମ ବି ଗୋଟେ ଧାତୁ, ଫାର୍ଷ୍ଟ ବିଷୟରେ ପଢିଥିଲ, ମ୍ୟାଗ୍ନେସିୟମ ଧାତୁକୁ ଅକ୍ସିଜେନ ସହ ପ୍ରତିକ୍ରିୟା କରିଲେ ମ୍ୟାଗ୍ନେସିୟମ ଅକ୍ସାଇଡ ତିଆରି ହୁଏ। ହେଲା ତ ମ୍ୟାଗ୍ନେସିୟମ ବି ଗୋଟେ। ତାପରେ ହଉଛି କପର, କପର ବି ଗୋଟେ ଧାତୁ, ଆଲୁମିନିୟମ ବି ଗୋଟେ ଧାତୁ, ସେମିତି କେତେଟା ଧାତୁ ଅଛି, କେତେଟା ଧାତୁ ଅଛି, କେତେଟା, 90ଟା, ବୁଝିଲ, 90ଟା ଧାତୁ ଅଛି। ତ ଆଜି ମାନେ ହଉଛି ଏଇଟା ହଉଛି ଆକ୍ଚୁଆଲି ତୁମର ବହିଟା କେବେର ପ୍ରିଣ୍ଟିଂ କନା, এই ପ୍ରିଣ୍ଟିଂଟା ହଉଛି ତୁମର ବହିର 2015 ମସିହାର ବୋଧେ, ବୁଝିଲ। ତ ଆଜି ବେଳକୁ ବହୁତ ଗୁଡ଼ା ଧାତୁ ବି ବାହାରି ବି ଥାଇପାରେ, ହେଲା କିନ୍ତୁ ତୁମେ 90ଟା ଲେଖବ, ଧାତୁ ସଂଖ୍ୟା କେତେ, 90ଟା। ସେମିତି ଅଧାତୁ ଲେଖିବି, ଅଧାତୁ ମାନେ ହଉଛି ଅକ୍ସିଜେନ ଗୋଟେ ଅଧାତୁ, କାର୍ବନ ଗୋଟେ ଅଧାତୁ, ପଢିଥିଲେ କାର୍ବନ ବିଷୟରେ, କାର୍ବନ ଗୋଟେ ଅଧାତୁ ନା ଧାତୁ, ଅଧାତୁ। ଆଉ ହାଇଡ୍ରୋଜେନ, ହାଇଡ୍ରୋଜେନ ଗୋଟେ କିସ, ଅଧାତୁ, ବୁଝିହେଲା। ସେମିତି କେତେଟା ଅଧାତୁ ଅଛି, 22ଟା ଅଛି ଅଧାତୁ। ତ ଯଦି ପଚାରିଲା ଅକ୍ସିଜେନ ଇଲେକ୍ଟ୍ରନ ଦାନ କରିବ ନା ଗ୍ରହଣ କରିବ, ତୁମେ ଜାଣିଛ ଅକ୍ସିଜେନ ଗୋଟେ ଅଧାତୁ, ତ କିସ କହିବ, ଅକ୍ସିଜେନ ଇଲେକ୍ଟ୍ରନ ଗ୍ରହଣ କରିବ। ହେଲା କାର୍ବନ ଗୋଟେ କିସ, ଅଧାତୁ, ହାଇଡ୍ରୋଜେନ ଗୋଟେ ଅଧାତୁ। ତାପରେ ହଉଛି ଲେଖିଦିଅ, ହେଡିଂ ଦେଇଦିଅ, ଭୌତିକ ଧର୍ମ, ବୁଝିହେଲା। ଭୌତିକ ଧର୍ମ ଦୁଇଟା ପଢ, ଭୌତିକ ଧର୍ମ ପଢବା, ରାସାୟନିକ ଧର୍ମ ପଢବା, ବୁଝିହେଲା। ଧର୍ମ କେତେ ପ୍ରକାର ଅଛି, ଦୁଇ ପ୍ରକାର, ଗୋଟେ ହଉଛି ଭୌତିକ ଧର୍ମ, ଆଉ ଗୋଟେ ହଉଛି ରାସାୟନିକ ଧର୍ମ। ଦୁଇଟା ଯାକ ପଢବା, ହେଡିଂ ଦେଇଦିଅ, ଦୁଇ ସାଇଡରେ ଭୌତିକ ଧର୍ମ ପଢବ, ଧାତୁର ଭୌତିକ ଧର୍ମ। ହେଲା ଯଦି ପାର୍ଥକ୍ୟ ପଡିଲା ସବୁଗୁଡା ଲେଖିଦବ, ହେଲା। ଆଉ ଯଦି ପଡିଲା ଧାତୁର ଭୌତିକ ଧର୍ମ ଲେଖିବ, ଧାତୁର ଭୌତିକ ଧର୍ମ। ଆଉ ଯଦି ପଡବ ହଉଛି ଅଧାତୁର ଭୌତିକ ଧର୍ମ ଲେଖିବ, ବୁଝିହେଲା। ଆଉ ଏଠି ଯଦି ପଡିଲା ସେଟା ଲେଖିପାରିବ, ଧାତୁ କାହାକୁ କୁହାଯାଏ ଆଉ ତାର ଭୌତିକ ଧର୍ମ ଲେଖିବ। ହେଲା ତ ଫାର୍ଷ୍ଟ ପଏଣ୍ଟ ଲେଖ, ଧାତୁର ଔଜ୍ଜ୍ୱଲ୍ୟତା ଅଛି, କିସ ଅଛି, ଔଜ୍ଜ୍ୱଲ୍ୟତା। ଫାର୍ଷ୍ଟ ଗୁଣ ଅଧା, ଫାର୍ଷ୍ଟ ଧର୍ମ ହଉଛି, ଧର୍ମ ମାନେ କିସ, ଗୁଣ, ଧାତୁର କି କି ଗୁଣ ଅଛି, ଯେମିତି ଧର ପିଲାର, ପିଲାର ଗୁଣ କିସ କିସ, ସେ ହଉଛି ଶାନ୍ତ ଶିଷ୍ଟ, ହେଲା ନମ୍ର ଭଦ୍ର, ଶାନ୍ତ ଶିଷ୍ଟ ନମ୍ର ଶିଷ୍ଟ ପିଲା, ସେମିତି ତାର ଗୁଣ। ହେଲା ଏଇ ଧାତୁର ଗୁଣ ହଉଛି କିସ, ଫାର୍ଷ୍ଟ ଗୁଣ ଅଛି ଔଜ୍ଜ୍ୱଲ୍ୟତା ଗୁଣ। ଔଜ୍ଜ୍ୱଲ୍ୟତା ଗୁଣ କିସ କର, ଔଜ୍ଜ୍ୱଲ୍ୟତା ଗୁଣ ଅଛି ଚକ୍ ଚକ୍ କରିବା। ହେଲା ଚକ୍ ଚକ୍ କରିବ, ଗୋଟେ ଜିନିଷ ଯଦି ଚକ୍ ଚକ୍ କରୁଛି ତାର ଔଜ୍ଜ୍ୱଲ୍ୟତା ଗୁଣ। ମାନେ ତୁମର ଔଜ୍ଜ୍ୱଲ୍ୟତା ଗୁଣ ଅଛି, ତୁମର ଚକ୍ ଚକ୍ କର, ତୁମର ଚକ୍ ଚକ୍ କରନି ତ ତୁମର ଔଜ୍ଜ୍ୱଲ୍ୟତା ଗୁଣ ନାହିଁ, ବୁଝିହେଲା। ଯେମିତି ହଉଛି ଲୁହାକୁ ଘଷିଲେ ଚକ୍ ଚକ୍ କରେ ନାହିଁ, ସୁନା ବି ଗୋଟେ ଧାତୁଟା, ସୁନାକୁ ଚକ୍ ଚକ୍ କରେ ନାହିଁ, ଚକ୍ ଚକ୍ କରେ। ତ ହଉଛି ଧାତୁର ଫାର୍ଷ୍ଟ ଗୁଣ ହଉଛି ଔଜ୍ଜ୍ୱଲ୍ୟତା ଗୁଣ ରହିଛି। ଔଜ୍ଜ୍ୱଲ୍ୟତା ଗୁଣ ମାନେ କିସ, ଧାତୁ ଚକ୍ ଚକ୍ କରେ, ଲେଖିଦିଅ ସେଟା, ହେଲା ବ୍ରାକେଟରେ। ଔଜ୍ଜ୍ୱଲ୍ୟତା ଗୁଣ କାହାକୁ କୁହାଯାଏ, ଧାତୁ ଚକ୍ ଚକ୍ କରିବାଟା କିସ କୁହାଯାଏ, ଔଜ୍ଜ୍ୱଲ୍ୟତା ଗୁଣ। କିନ୍ତୁ ହଉଛି ଆଉ ହଉଛି ଭୌତିକ ଧର୍ମ, ଅଧାତୁର ହଉଛି, ଅଧାତୁର ଔଜ୍ଜ୍ୱଲ୍ୟତା ଅଛି କି, କାର୍ବନକୁ ଘଷିଲେ ଚକ୍ ଚକ୍ କରିବ। ଦେଖ କାର୍ବନ ଗୋଟେ ହୀରା, ହେଲା ହୀରା, ହୀରା ଚକ୍ ଚକ୍ କରେ, ହୀରା ଚକ୍ ଚକ୍ କରେ, କିନ୍ତୁ ହଉଛି କିସ କରେ, ହୀରା ହଉଛି ଚକ୍ ଚକ୍ କରେ କି ମାନେ ତାର ଔଜ୍ଜ୍ୱଲ୍ୟତା ଗୁଣ ନାହିଁ, ହୀରା ହଉଛି କିସ, ସେମିତି କାଟା ହେଇଥାଏ ବୋଲି ତାକୁ ସେ ଚକ୍ ଚକ୍ କରେ। ହେଲା ହୀରାକୁ ସେମିତି ସାଇଜରେ କାଟା ହେଇଥାଏ ବୋଲି ସେ ଚକ୍ ଚକ୍ କରେ, ନହେଲେ ହଉଛି ହୀରାର ଔଜ୍ଜ୍ୱଲ୍ୟତା ଗୁଣ ନାହିଁ। ହେଲା ମନେ ରଖିବ, ଅଧାତୁ ମାନଙ୍କର ଔଜ୍ଜ୍ୱଲ୍ୟତା ଗୁଣ ନାହିଁ, ଫାର୍ଷ୍ଟ ପଏଣ୍ଟ। ତାପରେ ହଉଛି ସେକେଣ୍ଡ ପଏଣ୍ଟ ପଢବା, ଧାତୁର ନମନୀୟତା ଗୁଣ ଅଛି, କି ଗୁଣ ଅଛି, ନମନୀୟତା ଗୁଣ ଅଛି। ହେଲା ନମନୀୟତା ଗୁଣ, ନମନୀୟତା ଏମିତି ପଢିପାରେ, ନମନୀୟତା ଗୁଣ କାହାକୁ କୁହାଯାଏ, ବୁଝିହେଲା। ନମନୀୟତା ଗୁଣ ସେଇଠି ଲେଖିଦିଅ ବ୍ରାକେଟରେ, ଧାତୁକୁ ପିଟିଲେ ଏହା ଚାଦର ହେଇଯାଏ, ଏହାକୁ କିସ କୁହାଯାଏ, ନମନୀୟତା ଗୁଣ କୁହାଯାଏ।
ଚାଦର ମାନେ ଘୋଡେଇବା ଚାଦର କି ଦେଖ ଏଇଟା ଗୋଟେ ହଉଛି ସୁନା ହେଲା 1 କେଜି ସୁନା ୟାକୁ କମାର କିଛି ନିଜ କମାର ହଉଛି ପିଟି 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 ହାରିବ ନା ଏତିକି ବଡ ଭୁଲ କରିପାରିବ ନା ନାହିଁ ହେଲା ସେଇଟାକୁ କୁହାଯାଏ ଚାଦର ବୁଝିଲା ଏତିକି ଟିକେ ସୁନାଟାକୁ ଯଦି ତୁମେ ହାତୁଡ଼ିରେ ଛେଞ୍ଚିବ ବଡ ବି ହେଇପାରିବ ବୁଝିଲା ପ୍ଲେଟ ହେଇପାରିବ ହେଲା ସେଇଟାକୁ କିସ କୁହାଯାଏ ନମନୀୟତା ଗୁଣ ତ ହଉଛି ଧାତୁକୁ ପିଟିଲେ ହବ ନା ନାହିଁ ଲୁହାକୁ ପିଟିଲେ ସେ ବଡ ହବ ନା ନାହିଁ ହବ କିନ୍ତୁ ହଉଛି ଆମର କୋଇଲା ଗୋଟେ ଧାତୁ ଯେ କୋଇଲାକୁ ପିଟିଲେ ହଉଛି ସେ ବଡ ହବ ନା ଭାଙ୍ଗିଯିବ ବା ଭାଙ୍ଗିଯିବ ତ ମନେ ରଖିବ ହଉଛି ଅଧାତୁର ନମନୀୟତା ଗୁଣ ନାହିଁ ଅଧାତୁକୁ ପିଟିଲେ ଭାଙ୍ଗିଯିବ ବୁଝିଲା ଲେଖିଦିଅ ଧାତୁର ନମନୀୟତା ଗୁଣ ଅଛି ଅଧାତୁର ନମନୀୟତା ଗୁଣ ନାହିଁ ହେଲା ତ ଏକ୍ସାମ୍ପଲ ଲେଖିଦବ ମନେ ରଖିବ ହେଲା ସବୁଠୁ ବେଶୀ ନମନୀୟତା ଗୁଣ କୋଉ ଧାତୁର ଅଛି ଜାଣିଛ ସୁନା ରୂପା ହେଲା ସବୁଠୁ ବେଶୀ ନମନୀୟତା ଗୁଣ କାହାର ଅଛି ସୁନା ମାନେ ତୁମେ ଯଦି ଏତିକି ସୁନା ରାখୁ ଏତିକି ସୁନା ପିଟିବ କେତେ ବଡ ହବ ଜାଣିଛ ଏତିକି ବଡ ହେଇଯିବ ବୁଝିଲ ପିଟି 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 ଏତିକି ବଡ ଚାଦର ହେଇଯିବ ହେଲା କିନ୍ତୁ ଯଦି ସେ ଚାଦରଟା ପୁରା ପତଳା ଥିବ ହେଲା ସବୁଠୁ ବେଶୀ ନମନୀୟତା ଗୁଣ ଅଛି ସୁନାର ରୂପାର ବୁଝିପାରିଲ ସବୁଠୁ ବେଶୀ ନମନୀୟତା ଗୁଣ କାହାର ରହିଛି ସୁନାର ଆଉ ହଉଛି ଆମର ଧାତୁର ନମନୀୟତା ଗୁଣ ନାହିଁ ତାପରେ ହଉଛି ଥାର୍ଡ ପଏଣ୍ଟ ତନ୍ୟତା ଗୁଣ ଧାତୁର ତନ୍ୟତା ଗୁଣ ରହିଛି ଆଉ ୟାର ତନ୍ୟତା ଗୁଣ ନାହିଁ ଧାତୁର ଲେଖିଦିଅ ତାପରେ ସେଠି ଲେଖିଦେବା ତନ୍ୟତା ମାନେ କିସ ତନ୍ୟତା ମାନେ ହଉଛି ଧାତୁକୁ ପିଟିଲେ ତାର ବାହାରେ ହେଲା ବ୍ରାକେଟ ଲେଖିଦିଅ ଧାତୁକୁ ପିଟିଲେ ଧାତୁରୁ ତାର ବାହାରିବା ଗୁଣକୁ କିସ କୁହାଯାଏ ତନ୍ୟତା ଗୁଣ କୁହାଯାଏ ଧାତୁରୁ ତାର ବାହାରିବା ଗୁଣକୁ ତନ୍ୟତା ଗୁଣ କୁହାଯାଏ ଦେଖିପାରୁଛ ନା କିନ୍ତୁ ଅଧାତୁକୁ ପିଟିଲେ ତାର ବାହାରିବ କି କାର୍ବନକୁ ପିଟିଲେ ତାର ବାହାରିବ ନା କାର୍ବନକୁ ପିଟିଲେ କିସ ହବ ଭାଙ୍ଗିଯିବ ମନେ ରଖ ସର୍ଟ କ୍ୱେଶ୍ଚନ ଗୋଟେ ପଡେ ସବୁଠୁ ବେଶୀ ତନ୍ୟତା ଗୁଣ କାହାର ଅଛି 1 ଗ୍ରାମ ନା କେତେ ଖଣ୍ଡ ହବ ଏତିକି ଖଣ୍ଡ ହବ ହେଲା 1 ଗ୍ରାମ ସୁନାରୁ କେତେ ତାର ବାହାରିବ ଜାଣିଛ 2 କିଲୋମିଟର ମାନେ ଏଇଠୁ ଏତିକି ସୁନାରୁ ତାର ବାହାରିବ ଏଇଠୁ କେତେ ଗୋସାଇଁଠୁ ଜାମସରା ବୁଝିଲା ଗୋସାଇଁଠୁ ଜାମସରା ଏତିକି ଲମ୍ବା ବାହାରିବ ତାର ବାହାରିବ ବୁଝିପାରିଲ ତାର ବାହାରିବ ଟିକେ ପତଳା ହବ ହେଲା ଆଉ ଗୋଟେ ଜିନିଷ ମନେ ରଖ ହେଲା ଆମର ଶରୀରରେ ତୁମେ ଶିରା ପ୍ରଶିରା ଧମନୀ ବିଷୟରେ ଶୁଣିଛ ଶିରା ପ୍ରଶିରା ଧମନୀ ବାୟୋଲୋଜିରେ ପଢିଥିବ ବା ଇଆରେ ପଢିଥିବ କୋଉଠି ଇଆରେ ପଢିଥିବ ବାୟୋଲୋଜିରେ ଅଛି ନା ସେକେଣ୍ଡ ବିଷୟରେ ପରିବହନ ସଞ୍ଚାଳନ ଏଠି ଶିରା ପ୍ରଶିରା ଯଦି ଗୋଟେ ମଣିଷ ଶରୀରରୁ ଶିରା ଓ ପ୍ରଶିରା ଧମନୀକୁ ବାହାର କରିଦିଆଯାଏ କେତେ ହବ ବୋଲି କେତେ ଲମ୍ବା ହବ ପୃଥିବୀ ପୃଥିବୀରୁ ଏଇଠି ଛିଡା ହେଇକି ଥରେ ଏଇଠି ବୁଲି ଆସିବ ହେଲା ମାନେ ଜଣଙ୍କର ଶିରା ଏମିତି ଧରି ଯିବ ଏଠୁ ପହଞ୍ଚିଯିବ ବୁଝିଲା ଏତେ ଲମ୍ବା ବାହାରିବ ଗୋଟେ ମଣିଷ ଶରୀର ହେଲା ଏତେ ଲମ୍ବା ଶିରା ବାହାରିବ ସେଗୁଡା ବହୁତ ପତଳା ଗୁଡା ବୁଝିଲା ତ ହଉଛି ଧାତୁର ହଉଛି ତନ୍ୟତା ଗୁଣ ରହିଛି ୟାର ହଉଛି ଅଧାତୁର ତନ୍ୟତା ଗୁଣ ନାହିଁ ତ ଏଇଟା ଲେଖିଦିଅ 1 ଗ୍ରାମ ସୁନାରୁ 2 କିଲୋମିଟର ତାର ବାହାରେ ହେଲା କ୍ୱେଶ୍ଚନ ସର୍ଟ କ୍ୱେଶ୍ଚନ ଭେରି ଭେରି ଇମ୍ପୋର୍ଟାଣ୍ଟ ତାପରେ ହଉଛି ଦେଖି ଚାଲ ତାପରେ ହଉଛି ନେକ୍ସଟ ପଏଣ୍ଟ ହଉଛି ଧାତୁକୁ ପିଟିଲେ ହଉଛି ଉଚ୍ଚ ଶବ୍ଦ ହୁଏ ଧାତୁକୁ ପିଟିଲେ ଠମ ଠମ ଶବ୍ଦ ହୁଏ ନା ଧାତୁକୁ ଲୁହାକୁ ପିଟିବ ଠମ ଠମ ଶବ୍ଦ ହବ କିନ୍ତୁ ହଉଛି କାର୍ବନ ବା କୋଇଲାକୁ ପିଟିଲେ ହଉଛି ଆମର ହଉଛି କାର୍ବନ ଜିନିଷକୁ ପିଟିଲେ ଠମ ଠମ ଶବ୍ଦ ହବ ନା ଡଲ ଡଲ ଶବ୍ଦ ହବ ଉଚ୍ଚ ଶବ୍ଦ ହବ କି ଉଚ୍ଚ ଶବ୍ଦ ମାନେ ବହୁତ ଜୋର ଶବ୍ଦ ହୁଏ ଧାତୁକୁ ପିଟିଲେ ହଉଛି କିସ ହୁଏ ପେନ ଗୁଡା ହେଇଥିବ କି ଧାତୁରେ ତିଆରି ଲୁହାରେ ତିଆରି ହେଲା ତ ସେଗୁଡାକୁ ପିଟିଲେ ଉଚ୍ଚ ଶବ୍ଦ ହୁଏ କିନ୍ତୁ ଅଧାତୁକୁ ପିଟିଲେ ହଉଛି ଉଚ୍ଚ ସ୍ୱର ଶବ୍ଦ ହୁଏ ନାହିଁ ଲେଖିଦିଅ ବୁଝିଲ ତାପରେ ହଉଛି ଧାତୁ ଗୁଡାକ ଅଧିକାଂଶ ଧାତୁ ହେଲା 90ଟା ଧାତୁ ଅଛନ୍ତି 90ଟା ଧାତୁ ଅଧିକାଂଶ ଧାତୁ ହେଲା ସବୁ କି ଅବସ୍ଥାରେ ଥାନ୍ତି କଠିନ ଅବସ୍ଥାରେ ଥାନ୍ତି ଲେଖିଦିଅ ଧାତୁ ଗୁଡ଼ିକ ସାଧାରଣତଃ କଠିନ ଅବସ୍ଥାରେ ଥାନ୍ତି ହେଲା ଯେମିତି ଲୁହାଟା କଠିନରେ ଥାଏ ନା ପାଣିଆ ହେଇକି ଥାଏ ପାଣିଆ ଲୁହା ଦେଖିଛ ନା ପାଣିଆ ସୁନା ଦେଖିଛ ଦେଖିନ ହେଲା ସବୁ ହେଇକି ଥାନ୍ତି କଠିନ ଅବସ୍ଥାରେ ଥାନ୍ତି ହେଲା ସେମିତି ଅଧାତୁ ଗୁଡ଼ିକ ସାଧାରଣତଃ କିରେ ଥାନ୍ତି କଣ କଠିନରେ ଥାନ୍ତି ତରଳରେ ଥାନ୍ତି ଗ୍ୟାସୀୟରେ ଥାନ୍ତି ଯେମିତି ହଉଛି କାର୍ବନଟା ହଉଛି କିସ କଠିନ ଅକ୍ସିଜେନଟା ହଉଛି କିସ ଗ୍ୟାସୀୟ କି ଅକ୍ସିଜେନ ତ ଧାତୁ ଗ୍ୟାସୀୟ ହେଲା ସେମିତି ତରଳ ଧାତୁ ବି ଅଛନ୍ତି ହେଲା
ଏମିତି ହଉଛି ବ୍ରୋମିନ୍। ଲେଖିଦିଅ ଧାତୁ ଗୁଡ଼ିକ ସାଧାରଣତଃ କଠିନ ତରଳ ବା ଗ୍ୟାସୀୟ ଅବସ୍ଥାରେ ଥାନ୍ତି। ଲେଖିଲ ଧାତୁ ଗୁଡ଼ିକ ସାଧାରଣତଃ କଠିନ ଅବସ୍ଥାରେ ଥାନ୍ତି, କିନ୍ତୁ ହଉଛି ଅଧାତୁ ଗୁଡ଼ିକ ସାଧାରଣତଃ କଠିନ ତରଳ ବା ଗ୍ୟାସୀୟ ଅବସ୍ଥାରେ ଥାନ୍ତି। ହେଲା ତ ଏକ୍ସେପସନ ବା ବ୍ୟତିକ୍ରମ ଅଛି ସବୁ ଧାତୁ କଠିନ ଅବସ୍ଥାରେ ଥାନ୍ତି। ହେଲା ଗୋଟେ ଧାତୁ ଅଛି ମାନେ ପଡେ ବହୁତ ଇମ୍ପୋର୍ଟାଣ୍ଟ କ୍वेଶ୍ଚन। ଗୋଟେ ଧାତୁ ତୁମେ ଛୋଟ ବେଳୁ ଜାଣିଥିବ, ଗୋଟେ ତରଳ ଧାତୁ ଗୋଟେ ଅଛି, ତାର ନାମ ହଉଛି କିସ? ପାରଦ। ପାରଦ ଧାତୁ ହଉଛି କିସ? ତରଳ ଧାତୁ। ହେଲା ଦେଖିଦିଅ ବକ୍ସ ବନେଇଦବ। ହେଲା ଯୋଉଗୁଡା ଇମ୍ପୋର୍ଟାଣ୍ଟ ଗୁଡା ସେଗୁଡା ଟିକେ ବକ୍ସ ବନେଇଦବ। ପାରଦ ଗୋଟେ ତରଳ ଧାତୁ, ବୁଝିଲ? ଆଉ ହଉଛି ସେମିତି ମନେ ରଖ ଅଧାତୁ ବି ସବୁ ସେଇ କଠିନ ତରଳ ଗ୍ୟାସୀୟରେ ଥାନ୍ତି। ହେଲା ଖାଲି ଗୋଟେ ମାତ୍ର ତରଳ ଅଧାତୁ ଅଛି, ତାର ନାମ ହଉଛି କିସ? ବ୍ରୋମିନ୍। ଦେଖିଦିଅ ବ୍ରୋମିନ୍ ଏକ ତରଳ ଅଧାତୁ। ବକ୍ସ ବନେଇଦବ, ବୁଝିଲା? ତାପରେ ଲେଖିଦିଅ ଧାତୁର ସାନ୍ଦ୍ରତା ଅଧିକ, ଅଧାତୁର ସାନ୍ଦ୍ରତା କମ। ବୁଝିଲା? ଧାତୁର ସାନ୍ଦ୍ରତା ଅଧିକ, ଅଧାତୁର ସାନ୍ଦ୍ରତା କମ। ସାନ୍ଦ୍ରତା ମାନେ କିଛି ହବ ନା? ସାନ୍ଦ୍ରତା ଗୋଟେ ଜିନିଷର ସାନ୍ଦ୍ରତା କେମିତି ବାହାର କରାଯାଏ। ହେଲା ଗୋଟେ ଜିନିଷର ସାନ୍ଦ୍ରତା କେମିତି ବାହାର କରାଯାଏ ନା, ତାର ଓଜନ ବିଭକ୍ତ କିସ କରାଯାଏ ନା? ଭଲ୍ୟୁମ। ଭଲ୍ୟୁମ ମାନେ କିସ? ଓଜନ ମାନେ କିସ ଇଂଲିଶରେ? ମାସ୍। ହେଲା ଆଉ ଭଲ୍ୟୁମ ମାନେ ହଉଛି କିସ? ଭଲ୍ୟୁମକୁ କିସ କୁହାଯାଏ? ଭଲ୍ୟୁମ ଶୁଣିଛ ନା? ଭଲ୍ୟୁମ ଶୁଣିନ? ଭଲ୍ୟୁମ ମାନେ ହଉଛି ଆୟତନ। ହେଲା ବସ୍ତୁତ୍ୱ ବିଭକ୍ତ ଆୟତନ ହେଲେ କିସ? ତାଙ୍କର ସାନ୍ଦ୍ରତା ବାହାରେ। ବୁଝିଲା? ଭଲ୍ୟୁମ ମାନେ କିସ? এই রুমର ଭଲ୍ୟୁମ ମାନେ ଭିତର ଜାଗା। ବୁଝିଲା? এই রুমର ଭଲ୍ୟୁମ ମାନେ କିସ? এই ପାଣି ବୋତଲ ଏଟା ଗୋଟେ ହେଲା, এই ପାଣି ବୋତଲର ସାନ୍ଦ୍ରତା ବାହାରି ପଡିବ। ହଁ এই ପାଣି ବୋତଲର ସାନ୍ଦ୍ରତା ବାହାରି ପଡିବ। ବୁଝିଲା? এই ପାଣି ବୋତଲର ସାନ୍ଦ୍ରତା କେମିତି ବାହାରିବ? ইয়াର ଓଜନ বা ବସ୍ତୁତ୍ୱ ବିଭକ୍ତ କିସ? ଆଉ ହଉଛି ଆୟତନ। ইয়াର ଆୟତନ ଭିତରେ କେତେ ଥିବ ଆଉ ইয়াର ଓଜନ, ସେଇଟାରେ ହଉଛି କିସ ବାହାରିବ? ସାନ୍ଦ୍ରତା। ତ ମନେ ରଖିବ ଧାତୁର ସାନ୍ଦ୍ରତା କିସ? ଅଧିକ। ଆଉ ସାନ୍ଦ୍ରତା ଅଧିକ ଏମିତି କଣ ପାଇଁ? ইয়াର ହଉଛି ଧାତୁର ହଉଛି ଓଜନ ବି ବେଶୀ। ହେଲା ଆଉ ଧାତୁର ସାନ୍ଦ୍ରତା କମ। ବୁଝିପାରିଲ? ମନେ ରଖିବାର ଗୋଟେ ପଏଣ୍ଟ ଦେଖିଦିଅ ଧାତୁର ସାନ୍ଦ୍ରତା ଅଧିକ, ଅଧାତୁର ସାନ୍ଦ୍ରତା କମ। তো পরীক্ষার কোশ্চেন আসবে যে সান্দ্রতা কিস। ହେଲା তোমরা খালি মনে রাখবো হচ্ছে সান্দ্রতা হচ্ছে বেশি ধাতুর আর অধাতুর হচ্ছে সান্দ্রতা কম। ହେଲା ତାପରେ ହଉଛି ତାପର ପଏଣ୍ଟ ଗଣନାଙ୍କ ଆଉ ଗଣନାଙ୍କ ବେଶୀ। ଗଣନାଙ୍କ ମାନେ ହଉଛି ଗଣନାଙ୍କ ମାନେ କିସ? ଗୋଟେ ଜିନିଷ ଯେତେବେଳେ ତରଳେ ସେଇଟାକୁ କିସ କୁହାଯାଏ? ଗଣନାଙ୍କ। ହେଲା ଆଉ ଇଆ ଗଣନାଙ୍କ କମ। ବୁଝିଲ? ତାମାନେ ବୁଝେଇ ଦେଉଛି ଲେଖିଦିଅ। ଦେଖ ଏଇଟା ଗୋଟେ ଲୁହା ଆଣିଲି, ତାପରେ ହଉଛି କିସ ଦେଖ ଯେ ପଦାର୍ଥ। ହେଲା ହେଲା ତ ଲୁହାକୁ ତୁମେ ଗଣନାଙ୍କ ବେଶୀ। ଗଣନାଙ୍କ ମାନେ କିସ? ତାପମାତ୍ରା ବେଶୀ। ହେଲା ଗଣନାଙ୍କ କାହା କୁହାଯାଏ? ଯେତେବେଳେ ଗୋଟେ ପଦାର୍ଥ ତରଳିବାକୁ ଆରମ୍ଭ କରେ ସେଇ ତାପମାତ୍ରାଟାକୁ କିସ କୁହାଯାଏ? ଗଣନାଙ୍କ। ତ ইয়াକୁ ତୁମେ 100 ডিগ্ରୀରେ ତରଳେଇ ପାରିବ? 100 ডিগ্ରୀରେ ତରଳେଇ ପାରିବ ଲୁହାକୁ? 100 ডিগ্ରୀରୁ ଉପରେ ଥିବା ଦରକାର। ହେଲା ତ ইয়ার ଗଣନାଙ୍କଟା ବେଶୀ। ହେଲା କିନ୍ତୁ ହଉଛି ଆମର ଅଧାତୁ ହଉଛି 30 ডিগ্ରୀରେ ତରଳି ଯିବ। ବୁଝିଲ? ଅଧାତୁର ଗଣନାଙ୍କ କମ। ମନେ ରହିବ। ତାପରେ ହଉଛି ଧାତୁ ଗୁଡିକ ବିଦ୍ୟୁତ ସୁପରିବାହୀ। ସୁପରିବାହୀ ମାନେ ଧାତୁ ଦେଇକି କରେଣ୍ଟ ପାସ୍ କରେ ନା ନାହିଁ? ଅଧାତୁ ଗୁଡିକ ବିଦ୍ୟୁତ କୁପରିବାହୀ। ଲେଖିଦିଅ। ଲେଖିଦେଲ। ସେମିତି ତାପ ସୁପରିବାହୀ, ତାପ କୁପରିବାହୀ। ହେଲା ଦେଖ ତୁମେ ହଉଛି ଏଇଟା ଗୋଟେ ହଉଛି ଇଲେକ୍ଟ୍ରିକ ସୁଇଚ। ହେଲା ଏମିତି ଅଛି, ଏଇଠି ଗୋଟେ ଲୁହା ରଡ୍ ପୁରେଇ। ବୁଝିଲା? ସେ ହଉଛି ଧାତୁ, ଲୁହା ଗୋଟେ ଧାତୁ। ତାପରେ ହଉଛି ସୁଇଚ ଅନ୍ କରିଦବ। ତୁମେ ଧରିବ ଏଇ ଦେଇକି କରେଣ୍ଟ ଖାଇବ ନା ଖାଇବ। ହେଲା କଣ ପାଇଁ? ଧାତୁ ସୁପରିବାହୀ। କିନ୍ତୁ ହଉଛି ଅଧାତୁ ହଉଛି କିସ? କୁପରିବାହୀ। ଅଧାତୁ ଦେଇକି ବିଦ୍ୟୁତ ଯିବନି। ହେଲା କାର୍ବନ ବା ହଉଛି କୋଇଲା। ହେଲା କୋଇଲା ଗୋଟେ କାଠି ପଡିଥିବ, କୋଇଲା କରି ପୁରେଇବ, ତୁମେ ଧରିଯିବ, କରେଣ୍ଟ ଖାଇବ ନାହିଁ। ବୁଝିଲେ? ସେଟା କୁହାଯାଏ ବିଦ୍ୟୁତ ସୁପରିବାହୀ, ବିଦ୍ୟୁତ କୁପରିବାହୀ।
ସେମିତି ଧାତୁ ଗୁଡ଼ିକ ତାପକୁ ପରିବାହୀ ନା ସୁପରିବାହୀ। ଲୁହାର ଗୋଟେ ମୁଣ୍ଡ ଗରମ କରିଥାଏ ଆଉ ବୁଝିଲା ତାପ ସୁପରିବାହୀ ତାପକୁ ପରିବାହୀ। ତ ଯଦି ଏଟା ଗରମ ହଉଛି ଧାତୁ କାହାକୁ କୁହାଯାଏ ଫାଷ୍ଟ କ୍ୱେଶ୍ଚନ ହେଲା। ଫାଷ୍ଟ ପାର୍ଟ ଦେଖିଛେ ଧାତୁ କାହାକୁ କୁହାଯାଏ ବୁଝିପାରିଲ। ଅଧାତୁ କାହାକୁ କୁହାଯାଏ ଦେଖିପାରିବ ହେଲା। ଅଧାତୁ କାହାକୁ କୁହାଯାଏ ସେଠି ଯଦି ପଚାରିବ ତାହେଲେ ଏକ୍ସାମ୍ପଲ ସହ ଲେଖ ବୁଝିଲା। ଏକ୍ସାମ୍ପଲ ସହ ଲେଖ। ତାପରେ ଏମିତି କ୍ୱେଶ୍ଚନ ଆସିପାରିବ ଧାତୁର ଆଉ ଅଧାତୁର ଭୌତିକ ଧର୍ମ ଭିତରେ ପାର୍ଥକ୍ୟ ଲେଖ ବୁଝିଲା। ଭୌତିକ ଧର୍ମ ତ ଭୌତିକ ଧର୍ମରେ ତୁମେ ପୁରାଟା ଲେଖିବ କି ଏଇଟା ଧାତୁ ଚକଚକରେ ଏଗୁଡ଼ା ଲେଖ ଖାଲି ଲେଖ ହଉଛି ଧାତୁର ଔଜ୍ଜଲ୍ୟତା ଅଛି ଔଜ୍ଜଲ୍ୟତା ନାହିଁ, ନମନୀୟତା ଅଛି ନମନୀୟତା ନାହିଁ ହେଲା। ଯଦି ପଚାରିଲା ନମନୀୟତା ଗୁଣ କାହାକୁ କୁହାଯାଏ ତେବେ ଏଇଟା ଲେଖ ବୁଝିଲା। ଏମିତି ସର୍ଟ କ୍ୱେଶ୍ଚନ ପଡିବ ସବୁଠୁ ବେଶୀ ନମନୀୟତା କାହାର ଗୁଣ ଅଛି, ସବୁଠୁ ବେଶୀ ପରିମାଣ କାହାର ଅଛି ହେଲା। ସେମିତି କ୍ୱେଶ୍ଚନ ପଡିବ। ତାପରେ ପଡିବ ହଉଛି ପାରଦ ଏକ ଡ୍ୟାଶ ଧାତୁ। ପାରଦ ଏକ ତରଳ ଧାତୁ। ତରଳ ଧାତୁ ତରଳ ଧାତୁର ଏକ୍ସାମ୍ପଲ ଦିଅ। ତରଳ ଧାତୁର ଏକ୍ସାମ୍ପଲ ଦିଅ ଦେଇପାରିବ। ସାମ୍ରତ ଧାତୁର ସାମ୍ରତା ବେଶୀ ନା ଅଧାତୁର ସାମ୍ରତା ବେଶୀ? ଧାତୁର। ତାପରେ ହଉଛି ହେଡିଂ ଦେଇଦେବା ରାସାୟନିକ ଧର୍ମ। ଏବେ ରାସାୟନିକ ଧର୍ମ ପଡିବ। ଜାনো না রাসায়নিক ধর্ম মানে কিছু না যোগ করা ହେଲା। ଧାତୁକୁ ଫାଷ୍ଟ କିସ କରିବା ଦହନ ହେଲା। ମୁଁ କହିଥିଲି ନା ଦହନ ମାନେ ତା ସହ ପ୍ରତିକ୍ରିୟା କର ଅକ୍ସିଜେନ ସହ। ଧାତୁକୁ ଦହନ କଲେ କିଛି ଅକ୍ସାଇଡ ବାହାରେ ହେଲା। ଆଉ ଧାତୁକୁ ଅକ୍ସିଜେନ ସହ ପ୍ରତିକ୍ରିୟା କଲେ କିସ ବାହାରେ ଧାତବ ଅକ୍ସାଇଡ। ଦେଖିବ ଧାତୁ ଯୁକ୍ତ ଅଣୁ ସମାନ କିସ ଧାତବ ଅକ୍ସାଇଡ। ଆମ ଅଧାତୁର ପଢବା ବୁଝିଲ ଖାଲି ଧାତୁର ବେଶୀ ପଢବା। ଅଧାତୁ ଯୁକ୍ତ ଅକ୍ସିଜେନ କିସ ଅଧାତବ ଅକ୍ସାଇଡ। एग्जांपल लिखवा एमती पढ़बो क्वेश्चन धातु ऑक्सीजन सह प्रतिक्रिया कले किस बाहर हैला किस कहबो धातु ऑक्सीजन सह प्रतिक्रिया कले धातु ऑक्साइड बाहर। तो एग्जांपल लिखबो जेमती होची लोहा धातु को इंग्लिश रे किस बोले Fe हैला। जेमती होची लोहा ऑक्सीजन सह प्रतिक्रिया कले किस बाहर फेरिक ऑक्साइड FeO। जेमती एल्युमिनियम ऑक्सीजन सह प्रतिक्रिया कले एल्युमिनियम ऑक्साइड बाहर। Mg ऑक्सीजन सह प्रतिक्रिया कले मैग्नीशियम ऑक्साइड बाहर। तीनटा एग्जांपल दे दियो बुझा। दुई मार्क को যদি পড়ো লিখবা না ধাতু অক্সিজেন সহ প্রতিক্রিয়া করলে কিছু হয় লিখে দিও বুঝছি না। ହେଲା দেখলো না। তারপরে হচ্ছে সেকেন্ড প্রতিক্রিয়া হল কার সহ করিবা জল সহ ହେଲା। एक्चुअली केटा प्रतिक्रिया दुईटा प्रतिक्रिया ହେଲା। दुईटा प्रतिक्रिया फास्ट हচ্ছে ধাতুକୁ অক্সিজেন সহ প্রতিক্রিয়া করিবা। তারপর হচ্ছে ধাতুକୁ জল সহ তারপর হচ্ছে এসিড সহ প্রতিক্রিয়া বুঝলে ধাতু পণ্য সহ প্রতিক্রিয়া। আর লাস্ট হচ্ছে দেখো ধাতু বলি গ্যাস তখন পদার্থ সহ দেখো ধাতু যুক্ত জল সেকেন্ড প্রতিক্রিয়া সেকেন্ড টু রে দেখে দাও বুঝলা। ধাতু যুক্ত জল কিস বারে ধাতব হাইড্রোক্সাইড প্লস হাইড্রোজেন। ধাতব হাইড্রোক্সাইড আর গোটে হাইড্রোজেন বুঝলা।
ସେମିତି ପଦାର୍ଥକୁ ଜଳ ସହ ପ୍ରତିକ୍ରିୟା କଲେ କି ହବ ପଦାର୍ଥ ହାଇଡ୍ରୋକ୍ସାଇଡ ଆଉ ହାଇଡ୍ରୋଜେନ ବୁଝିଲା ইয়ার एग्जांपल ପିଲାଙ୍କୁ ପଢବାର କିଛି ଦରକାର ନାହିଁ ହେଲା ଉପରଟା ବି ପଢବା କିଛି ଦରକାର ଖାଲି ଏଇ ଲାଇନଟା ମନେ ରଖ ବୁଝିଲା ବୁଝିଲ ଯେମିତି ହଉଛି ଗୋଟେ ଧାତୁର ଏକ୍ସାମ୍ପଲ ହଉଛି କି ସୋडिୟମ ଗୋଟେ ଧାତୁ ନା Na ମାନେ କି ସୋडिୟମ सोडियम ଯେତେବେଳେ ଜଳ ସହ ପ୍ରତିକ୍ରିୟା କରିବ କିସ ବାହାରିବ ଧାତବ ହାଇଡ୍ରୋକ୍ସାଇଡ୍ ଧାତବ ହାଇଡ୍ରୋକ୍ସାଇଡ୍ ମାନେ ଧାତୁ ଥିବ ଆଉ ହାଇଡ୍ରୋକ୍ସାଇଡ୍ ମାନେ ସବୁ କିସ ଥିବ OH ଲାଗିବ OH ଲାଗିଲେ ସେଟା କିସ ହବ ହାଇଡ୍ରୋକ୍ସାଇଡ୍ ବୁଝିଲା MgOH ମାନେ କିସ ମାଗ୍ନେସିୟମ ହାଇଡ୍ରୋକ୍ସାଇଡ୍ ତାପରେ KOH ମାନେ କିସ ପୋଟାସିୟମ ହାଇଡ୍ରୋକ୍ସାଇଡ୍ ତାପରେ ହଉଛି ଆମର ହଉଛି AlOH ମାନେ ଆଲୁମିନିୟମ ହାଇଡ୍ରୋକ୍ସାଇଡ୍ CaOH ମାନେ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ तो ये बना रहो धातु को ଯେତେବେଳେ ଜଳ ସହ ପ୍ରତିକ୍ରିୟା କରିବା ଧାତବ ହାଇଡ୍ରୋକ୍ସାଇଡ୍ ବାହାରେ ଆଉ ହାଇଡ୍ରୋଜେନ ବାହାରେ ଏଇଟା ଆମେ ଦେଖିଦେବା तो ମନେ ରଖ ସବୁ ଧାତୁ ଜଳ ସହ ପ୍ରତିକ୍ରିୟା କରନ୍ତି ହେଲା ସବୁ ଧାତୁ ଜଳ ସହ ପ୍ରତିକ୍ରିୟା କରନ୍ତି କି ସବୁ ଧାତୁ ଅକ୍ସିଜେନ ସହ ପ୍ରତିକ୍ରିୟା କରନ୍ତି ହେଲା ଯେମିତି ହଉଛି ଆମର Mg ଟା ହେଲା କ୍ୱେଶ୍ଚନ ପାଇଁ ଇମ୍ପୋର୍ଟାଣ୍ଟ Mg ହଉଛି ଥଣ୍ଡା ଜଳ ସହ ପ୍ରତିକ୍ରିୟା କରେନି ବୁଝିଲା ସେ ଗରମ ଜଳ ସହ ପ୍ରତିକ୍ରିୟା କରେ ହେଲା Mg କାହା ସହ ପ୍ରତିକ୍ରିୟା କରେ ଗରମ ଜଳ ସେ ଥଣ୍ଡା ଜଳ ସହ ପ୍ରତିକ୍ରିୟା କରେ ଦେଖିଦେଲ ଦେଖିଲ ତାପରେ ହଉଛି ଥାର୍ଡ ରାସାୟନିକ ପ୍ରତିକ୍ରିୟା ହଉଛି ଧାତୁକୁ କାହା ସହ ପ୍ରତିକ୍ରିୟା କରିବ ଅମ୍ଳ ସହ ହେଲା ତ ଧାତୁ ଭିତରୁ ଅମ୍ଳ ହଉଛି କିସ ହୁଏ ଲବଣ ଆଉ ହଉଛି ଜଳ ହାଇଡ୍ରୋଜେନ ଲବଣ ଜଳ ନା ଲବଣ ହାଇଡ୍ରୋଜେନ ଦେଖିଦବା ଲବଣ ଜଳ ପରୀକ୍ଷା ଅଛି ଏଟା ହଉଛି ଧାତୁ ଓ ଧାତୁର ବି ସରି ଅମ୍ଳ କ୍ଷାର ଲବଣରେ ବି ପଡିଥିଲ ଅମ୍ଳକୁ ଧାତୁ ସହ ଇଏ କଲେ କିସ ବାହାରେ ପଡିଦେଲେ धातु को अम्ल सह लवण हाइड्रोजन है लवण हाइड्रोजन एग्जांपल मैग्नीशियम धातु HCl सह प्रतिक्रिया कला कि सला MgCl सेमति कुहा जो धातु सोडियम युक्त HCl ହେଲା ଏଇଟା ଯଦି ଏଇଟା ହଉଛି धातु ଏଇଟା ହଉଛି କି ଅମ୍ଳ ସେମାନଙ୍କୁ ପ୍ରତିକ୍ରିୟା କରିବେ ଯଦି କିସ ବାହାରିବ କରିବା ସମୀକରଣଟା ବନେଇ ପାରିବ NaCl ହେଲା NaCl ଏଇ ଟାକୁ ଅଲଗା କରିକି ଏଗୁଡାକୁ ମିଶେଇ ଦବ NaCl plus HCl ବୁଝିପାରିଲ ଇଏ ଗୋଟେ ଲବଣ ନାହିଁ ଏ ଲବଣ ନାମ କି ସୋଡ଼ିୟମ କ୍ଲୋରାଇଡ୍ ଏ ଲବଣଟାକୁ ଆମେ ଖାଉ ହେଲା ଦେଖିପାରିଲ ପଦାର୍ଥ ଅମ୍ଳ ସହ ପ୍ରତିକ୍ରିୟା କରେନି ଲେଖିବ ବୁଝିଲା ଏତିକି ଥିଲା ହଉଛି କି ରାସାୟନିକ ପ୍ରତିକ୍ରିୟା ବୁଝିପାରିଲ ତ ଏଇ ଯେ ଲେଖିଲେ ଧାତବ ଅକ୍ସାଇଡ ଏଇ ଧାତବ ଅକ୍ସାଇଡ ହେଲା ଏଇ ଧାତବ ଅକ୍ସାଇଡ ବିଷୟରେ ଟିକେ ପଢବା ବୁଝିଲା ଧାତବ ଅକ୍ସାଇଡ ବିଷୟରେ ପଢ ଦେଖିଦିଅ ତଳେ ଧାତବ ଅକ୍ସାଇଡ ଗୁଡିକ କ୍ଷାରୀୟ ଧାତବ ଅକ୍ସାଇଡ ଗୁଡିକ କିସ କ୍ଷାରୀୟ एकमात्र पूर्व धातव ऑक्साइड गुड़िक अम्लीय ना क्षारीय किस धातव ऑक्साइड गुड़िक क्षारीय ହେଲା तो होची एमती धातव ऑक्साइड अछन जो माने होची उभय अम्लीय भी क्षारीय भी ହେଲା उभय अम्लीय भी आउ किस क्षारीय समान किस को जायगा ना एम्फोटेरिक ऑक्साइड बुझला क्वेश्चन नंबर लिख दे एम्फोटेरिक ऑक्साइड का को आ जाए एम्फोटेरिक ऑक्साइड का को आ जाए दुई मार्क को वेरी वेरी इंपोर्टेंट क्वेश्चन है टू मार्क ना तीन मार्क को जो क्वेश्चन पड़े यही पढ़ो टू मार्क पढ़ो otro corte la pellet ताले से टू मार्क को पढ़ो पड़े किसो एम्फोटेरिक बा उभयधर्मी ऑक्साइड का को आ जाए बुझे तार एग्जांपल सॉल्व है खाली का को आ जाए कोने तार एग्जांपल सॉल्व है एम्फोटेरिक ऑक्साइड का आ जाए जेम ऑक्साइड जेम धातु ऑक्साइड है जेम धातु ऑक्साइड देखते जो धातु ऑक्साइड उभय अम्लीय क्षारीय गुण प्रदर्शन करती काहाकू एम्फोटेरिक ऑक्साइड बा उभयधर्मी ऑक्साइड कहते एकमात्र नोट कर बुझलो यार एग्जांपल होची Na2O3 Na2O3 आउट JNO ହେଲା Na2O3 आउट JNO बुझलो Na2O3 होची किस ऑक्साइड धातु ऑक्साइड और JNO भी
ସରି ଏମ୍ଫୋଟେରିକ୍ ଅକ୍ସାଇଡ୍ ହେଲା ଅକ୍ସିଜେନ୍ ଅଛି ମାନେ ଅକ୍ସାଇଡ୍ ହେଲା ଏଠି ହଉଛି ଧାତୁ କିଏ ଜିଙ୍କ୍ ଟା ଗୋଟେ ଧାତୁ ଏଠି ହଉଛି ଧାତୁ କିଏ Na ধাতু আর অক্সিজেন ধাতব অক্সাইড ধাতু অক্সিজেন ধাতব অক্সাইড ହେଲା তো ଏକ୍ସାମ୍ପଲ କେମିତି ଧରୁଥିବା ଏମ୍ଫୋଟେରିକ୍ ଅକ୍ସାଇଡ୍ କାହାକୁ କୁହାଯାଏ ଆଉ ତାର ଏକ୍ସାମ୍ପଲ ଏମ୍ଫୋଟେରିକ୍ ଅକ୍ସାଇଡ୍ କାହାକୁ କୁହାଯାଏ ଯେଉଁ ଧାତବ ଅକ୍ସାଇଡ୍ ଉଭୟ ଅମ୍ଳୀୟ ତିଆରି ଏମ୍ଫୋଟେରିକ୍ ଅକ୍ସାଇଡ୍ କୁହାଯାଏ ତ ଜାଣିଛ ହେଲା ଗର୍ଭୀ ହଉଛି କିସ ଧାତବ ଅକ୍ସାଇଡ୍ ଗୁଡ଼ିକ ସାଧାରଣତଃ କିସ କ୍ଷାରୀୟ କିନ୍ତୁ କିଛି ଧାତବ ଅକ୍ସାଇଡ୍ ଅଛନ୍ତି ଯେଉଁମାନେ ହଉଛି କିସ ଉଭୟ ଅମ୍ଳୀୟ ଓ କ୍ଷାରୀୟ ଗୁଣ ପ୍ରଦର୍ଶନ କରନ୍ତି ସେମାନଙ୍କୁ କିସ କୁହାଯାଏ ଏମ୍ଫୋଟେରିକ୍ ଅକ୍ସାଇଡ୍ ଦେଖିଲ ହେଲା ତାପରେ ହେଡିଂ ଦିଅ ଏନୋଡାଇଜିଂ କଣ ଏଇଟା ଡିଟେଲ୍ସ ଆଉ ଅକ୍ସାଇଡ୍ ର ଇଏ କ୍ୱେଶ୍ଚନ ହେଲା एनोडाइजिंग कौन ये भी बात है ना वैसे ये सब हो गया तुम एनोडाइजिंग सुनी तो बहुत बड़ा स्कूल लिखने की पढ़ाती है ना पीपीटी को पढ़ाना फिर वही पढ़ाना पीपीटी तो पीपीटी में मांग लिया पीपीटी पूरा मांगना कोई बहुत सारा पीपीटी पूरा दे दियो तो हमें जेरोक्स होई पीपीटी रे ସେଇ ବହି ଗୁଡ଼ା ଥାଏ ନା ସେଥିରେ ନୋଟ ଚଲା ସେଗୁଡ଼ା ମାଗଣା ମାଗିକି ତୁମେ ଜେରକ୍ସ କରିକି ତୁମେ ପଢ଼ବ ହେଲା ଆପାର ଯଦି ଲେଖେ ବହି ନା ସେଟା ଲେଖାଇ ପକେଇ एनोडाइजिंग ମାନେ କିଛି କଣ ଆଲୁମିନିୟମ ଧାତୁ ଶୁଣିଛ ଆଲୁମିନିୟମ ହେଲା ଆଲୁମିନିୟମ ଉପରେ କିଛି ବେଳେ ବେଳେ ମାନେ କି ବରୁଆ ହେଲା ଲୁହା କଳଙ୍କି ଖାଏ ନା ଆଲୁମିନିୟମ ବି କଳଙ୍କି ଖାଏ ବୁଝେ ନା ତ ସେ କଳଙ୍କି ନ ଖାଇବା ପାଇଁ ଆଲୁମିନିୟମ ଉପରେ କିସ ଦିଆଯାଏ ଅକ୍ସାଇଡ ର ପ୍ରଲେପ ଦିଆଯାଏ ବୁଝା ଅକ୍ସାଇଡ ର ଲେପ ଦିଆଯାଏ ହେଲା ଯେମିତି ଲୁହା କଳଙ୍କି ନ ଖାଇବା ପାଇଁ କିସ କରାଯାଏ ଲୁହା ଉପରେ ରଙ୍ଗ ଦିଆଯାଏ ହେଲା ସକ୍ଷାରଣ ପଡିଛ ସକ୍ଷାରଣ ମାନେ କିସ ଲୁହାରେ କଳଙ୍କି ଲାଗିଯିବାକୁ ସକ୍ଷାରଣ କୁହାଯାଏ ହେଲା ସେମିତି ଆଲୁମିନିୟମ ଉପରେ ବି କଳଙ୍କି ଲାଗିଯାଏ ହେଲା ତ ଧରାଯାଉ ମୋର ହଉଛି ସୁନା ହେଲା ଏଟା ହଉଛି ସୁନା ସୁନା ଉପରେ ବି ସୁନା ଉପରେ ତ କଳଙ୍କି ଲାଗେନି ହେଲା କିନ୍ତୁ ଗୋଟେ ଧାତୁ ଅଛି ଆଲୁମିନିୟମ ଧାତୁ ସେ ଉପରେ କଳଙ୍କି ଲାଗିବ ତ ମୁଁ କିସ କରିବି କହିଲା ୟାର ଉପରେ ଶସ୍ତା ବାଲା ଧାତୁ କି ଅଧା ଧାତୁ ୟାର ପ୍ରଲେପ ଦେଇପାରିବି ହେଲା ତ ଯଦି କଳଙ୍କି ଲାଗିବ ଫାଷ୍ଟ କୋଉଟା ଲାଗିବ ସେଇ ଅଲଗା ଧାତୁଟା ଲାଗିବ ତାପରେ ଯାଇକି ସେଟା ସରିବ ଯାଇକି ଇଏ ଲାଗିବ ତ କିଛି ଦିନ ଲାଷ୍ଟିଂ କରିବ ଦେଖ ସେଇ ପାଇଁ ହଉଛି ଆଲୁମିନିୟମ ଉପରେ କିସର ପ୍ରଲେପ ଦିଆଯାଏ ଅକ୍ସାଇଡ ର ପ୍ରଲେପ ତ ସେଇଟାକୁ କିସ କରାଯାଏ ସେଇ ପ୍ରୋସେସଟାକୁ କିସ କରାଯାଏ ବୁଝିଲା ଲେଖିବ ଆଲୁମିନିୟମ ରେ ଅକ୍ସାଇଡ ପ୍ରଲେପ ଦେବାକୁ କିସ କରାଯାଏ ଏନୋଡାଇଜିଂ तो विमान पड़ले से पूरा डाटा बुझे ना तो एनोडाइजिंग द्वारा किस हुए आलुमिनियम संख्यारण को रक्षा पाए संख्यारण माने कलंकी कलंकी आइबा को किस हुए संख्यारण छड़ा अवस्था से रिंग दिला আর উত্তরে ছিল সংখ্যাରଣ তো সংখ্যাରଣ হচ্ছে কিস কলঙ্কি লাগিବାକୁ ସଂଖ୍ୟାରଣ ପାଏ ତ ଆଲୁମିନିୟମ ସଂଖ୍ୟାରଣ ନ ଲାଗବା ପାଇଁ ଗୋଟେ ମୋଟା ଅକ୍ସାଇଡ ର ପ୍ରଲେପ ଦିଆଯାଏ এই প্রসেসটা কিস କରାଯାଏ एनोडाइजिंग বুঝলো আগে তারপরে এটা তো বড় রাখা ये ଗୋଟେ ସଲ୍ୟୁସନ ଟୁମାଟୋ ଅପେରି ପୁରା ସଲ୍ୟୁସନ ଅମଳରା କାହା କୁହାଯାଏ ଆଉ କିଛି ବା କରିଥିବ ଅମଳରା କାହା ମିଶ୍ରଣ ହେଲା ଅମଳରା ଯୋଉ କିଛି କର ତୁମେ ହାଇଡ୍ରୋକ୍ଲୋରିକ ଏସିଡ ଶୁଣିଛ HCl HCl ଗୋଟେ ବିକରେ ନେଲ ହେଲା HCl କୁ ଗିଲାସ ନେଇ ଖାଉ एसिड सब के उठे निया जाए काचरे निया जाए हला काचरे कोन पानी निया जाए काचरे निया बोले होची काच होची कम प्रतिक्रिया हला सब कम प्रतिक्रिया के करे काच तुमे जदी होची यारे नै जीवो एसिड टाकू और होची किसो और बेलारे नै जीवो किसो धातु सह एसिड प्रतिक्रिया करे ना धातु बेला गोटे धातु धातु सह एसिड प्रतिक्रिया करे किसो लवण हला सेही पई तुम कुहा जाय होची और सेही दही ଆଉ ଯେ ଖଟା ଜିନିଷ କଣ ପାଇଁ ହେଉଛି କଂସାରୀ ବାସନରେ ରଖାଯାଇନି ହେଲା ଗୋଟେ କ୍ୱେଶ୍ଚନ ଥିବ ମାନେ ୟା ପୂର୍ବରୁ ଅମ୍ଳକ୍ଷାର ଲବଣରେ
ଖଟା ଜିନିଷକୁ କଣ ପାଇଁ ହଉଛି କଂସା ବାସନରେ ରଖାଯାଏ ହେଲା। 2 ମାର୍କ କ୍ୱେଶ୍ଚନ ପଡେ। କାରଣ ହଉଛି ଧାତୁ ଆଉ ହଉଛି କିସ ଅମ୍ଳ ମିଶିଲେ ହଉଛି ଖଟା ଜିନିଷ ମାନେ ଅମ୍ଳ, ଧାତୁ ଆଉ ଅମ୍ଳ ହଉଛି ମିଶିଲେ କିସ ହୁଏ, ଲବଣ ସୃଷ୍ଟି ହୁଏ ହେଲା। ତ ଲବଣ ସୃଷ୍ଟି ହୁଏ, ବେଳେ ବେଳେ ବିଷାକ୍ତ ଲବଣ ସୃଷ୍ଟି ହୁଏ, ବୁଝିଲ। ସେଇପାଇଁ ହଉଛି କିସ କଂସାରେ ରଖାଯାଏ, ବୁଝିପାରିଲ। କିନ୍ତୁ ହଉଛି ଆମେ କିସ କରୁ, ଆମ ଓଡିଆ ମାନେ କିସ କରୁ, ପଖାଳ କଂସା କୁହନା ହେଲା। ଆକ୍ଚୁଆଲି ସେଗୁଡା କଂସାରେ ଖାଇବା କଥା ନାହିଁ ହେଲା। କଂସାରେ ଖାଇଲେ କିସ ହବ, ଲବଣ ବିଷାକ୍ତ ଲବଣ ସୃଷ୍ଟି ହେଇପାରେ ହେଲା। ସେଥିପାଇଁ ରଖାଯାଏ। ତ ଅମ୍ଳରାଜ ହଉଛି ଗୋଟେ ବିକରେ ତମେ HCl ନିଅ ହେଲା, HCl ଆଉ ଗୋଟେ ବିକରେ ନିଅ ହଉଛି HNO3 ମାନେ କିସ ନାଇଟ୍ରିକ ଏସିଡ। HCl HNO3 ମାନେ ବ୍ରାକେଟ ରେ କିସ ନାଇଟ୍ରିକ ଏସିଡ, ନାଇଟ୍ରିକ ଏସିଡ ହେଲା। ଏগুলো হচ্ছে কি পাওয়ারফুল এসিড গুলা, পাওয়ারফুল এসিড মানে সবল এসিড এটা সবল সবল অন্তত দুর্বল অংশ শুনেছিল যে এগুলা হচ্ছে কি সবল অম্ল। আর হচ্ছে CH3 COH এগুলো কি অম্ল, দুর্বল অম্ল। পানি পরিস্থিতি জানা কি সব ইথানোয়িক অ্যাসিড, ये হচ্ছে দুর্বল অম্ল আর সবল অম্ল। তাহলে কেন তো হচ্ছে আলোকে বিকাশ আলোকে বিকাশ নেই তো বিকল্প তো হচ্ছে ইয়ার হচ্ছে মিশ্রণ করব HCl আর HNO3 মিশিয়ে কেমনে মিশিয়ে এইটা 2 বেলা এটা 3 বেলা সেন্টি রাখি দেওয়া হবে, এইটা হচ্ছে কি সম 3 চামচ পকে যায় হ্যাঁ, HCl 3 চামচ পকে যায়, 4 চামচ পকে 1 চামচ পকে বুঝে গেল। এটা হচ্ছে কি সম 3 নম্বর একম সম ইয়াকে যদি 6 চামচ পকে দেব ইয়াকে কত পকে দেব, ইয়াকে কত পকে দেব, ইয়াকে পকে বলছি ইয়াকে যদি 6 করে পকে দেব না ইয়াকে কত পকে দেব 3 করে পকে দেব, বুঝতে পারছো। 3 অনুপাত 1 মানে কি সমান দেখো দুই পকে দাও উসে দুটাই দাও 3 ଥର ପକେଇ দাও 3 ଥର ପକେଇଲା ବେଳେ ইয়াକୁ କେତେ ପକେଇବ ପରେ ହେଲା। ତ ইয়াକୁ ଆଉ 3 ଥର ପକେଇବ ବେଳେ ମାନେ 6 ଥର ପକେଇଲା ଟୋଟାଲ ইয়াକୁ କେତେ ଥର ପକେଇଲ 6 ଥର, ইয়াକୁ କେତେ ଥର ପକେଇବ 2 ଥର, 2 ଥର ପକେଇଲ ନା 2 ଥର, ବୁଝିପାରିଲ। ବୁଝିପାରିଲ ନା ହଉ ବୁଝୁଛି ଆଉ ଥରେ। 3:1 ର ମିଶ୍ରଣ, 3:1 ର ମିଶ୍ରଣ ମାନେ ହଉଛି ये 3 ଡ୍ରପ ପଡବ ବେଳେ ये କେତେ ଡ୍ରପ ପଡବ 1 ଡ୍ରପ ପଡବ ହେଲା। ଆମର HCl ଯେତେବେଳେ 3 ଡ୍ରପ ହବ ହେଲା, HCl 3 ଡ୍ରପ ପଡଲା ବେଳେ ये କେତେ ଡ୍ରପ ପଡବ 1 ଡ୍ରପ, ये ଯେତେବେଳେ କେତେ 6 ଡ୍ରପ ପଡବ ये କେତେ ଡ୍ରପ ପଡବ 2 ଡ୍ରପ। ଦେଖ ये କେତେ ଗୁଣ ହେଲା 2 ଗୁଣ ये भी 2 ବୁଝିଲା। ये ଯେତେବେଳେ ହଉଛି କେତେ ଡ୍ରପ ନା ହଉଛି ଧର 9 ଡ୍ରପ ପଡବ ये କେତେ ଡ୍ରପ ପଡବ 3 ଡ୍ରପ ହେଲା। ଅନୁପାତ ମାନେ କେତେ 9 ବିଭକ୍ତ 3 ଅନୁପାତ କେତେ 3 অনুপাত 1 হচ্ছে না ହେଲା। ये যদি 12 করে করব ঠিক আছে 4 বুঝলো, তাহলে 3 অনুপাত 1 বুঝলো বুঝে গেল। অম্লরাজ একটা মিশ্রণ কারা কারা HCl আর HNO3, HCl মানে কি সব হাইড্রোজেন HNO3 মানে কি সব নাইট্রিক অ্যাসিড, দুইটা দুইটা মিশিয়ে কি হচ্ছে কি সব তৈরি হয় অম্লরাজ। তো এই যে সব মিশ্রণ এটাকে অনুপাত মিশ্রণ বা 3 অনুপাত 1 মিশ্রণ বুঝলা। ଏହା ହାଇଡ୍ରୋକ୍ଲୋରିକ ଏସିଡ ଓ ଇଜୋଟୋନିକ ମାନେ ଇଜୋନ ନାଇଟ୍ରିକ ଏସିଡ ର 3:1 ର ମିଶ୍ରଣ ବୁଝିଲେ। ହେଲା ତାପରେ ହଉଛି ଏହା ସୁନାକୁ ଦ୍ରବୀଭୂତ କରିଥାଏ ହେଲା। ମାନେ ଏଇ ମିଶ୍ରଣଟା ସୁନାକୁ ଦ୍ରବୀଭୂତ କରିଥାଏ ହେଲା। ସୁନା ମାନେ ଯଦି ପକେଇଦବ ସୁନା କି ପାଇବ ପୁରା ମିଶି ବୁଝିପାରିଲ। ଏହା ଏକ ଭଲ ସଂଖ୍ୟାରଣ দেখো যদি অম্লরাজ ধাতু ও ধাতু ধাতু তো ধাতু মৌলিক পদার্থ না এটা ধাতু ধাতু এটা মৌলিক পদার্থ এটা এটা আমি মৌলিক পদার্থ বিষয় পড়বো আমরা নিহাতি এটা মৌলিক পদার্থ মনে রাখতে হবে। একটা মৌলিক পদার্থ মানে আমরা প্রথমে পড়বো এটা ହେଲା। ତ ଲେଖିଦେବା ମୌଳିକ ପଦାର୍ଥ ଲେଖିଦିଅ ମୌଳିକ ପଦାର୍ଥ ବୁଝିଲା। ମୌଳିକ ପଦାର୍ଥ
ବୁଝିପାରିଲ? ତ ମୌଳିକ ପଦାର୍ଥରେ ଫାଷ୍ଟ ହଉଛି ତୁମେ ଜାଣିଛ ହାଇଡ୍ରୋଜେନ ହିଲିୟମ ଲିଥିୟମ ବେରିଲିୟମ ବୋରନ କାର୍ବନ ଜାଣିଛ ହେଲା ଫାଷ୍ଟ ଲେଖିଦିଅ ହାଇଡ୍ରୋଜେନ ହେଲା ଓଡ଼ିଆରେ ଲେଖ ନା ଇଂଲିଶରେ ଲେଖ ହେଲା ହାଇଡ୍ରୋଜେନ ତାପରେ କିସ Helium. ହିଲିୟମ ଲିଥିୟମ ବେରିଲିୟମ ବୋରନ कार्बन नाइट्रोजन ऑक्सीजन ଏଗୁଡା ମନେ ରଖ ବୁଝିଲା ନିହାତି 20ଟା ନିହାତି ମନେ ରଖ 20ଟା ହେଲା ତ ଏଇ ଭିତରୁ ତୁମେ ଲେଖିଲ ନା ତାପରେ ଲେଖିଦିଅ ହେଡିଂ ଦେଇଦିଅ ପରମାଣୁ କ୍ରମାଙ୍କ ହେଲା ପରମାଣୁ କ୍ରମାଙ୍କ परमाणु क्रमांक केते 1 2 3 4 5 6 7 पुढे जे लिखियो सब सब लगना लगला परमाणु क्रमांक जहा इलेक्ट्रॉन संख्या से हैला जदी पचारिबे हाइड्रोजन रे केटा इलेक्ट्रॉन अछि गुटे हमर हीलियम रे केटा इलेक्ट्रॉन अछि दुईटा लिथियम रे केटा इलेक्ट्रॉन अछि तीनटा बेरिलियम रे चारटा बोरन रे पांचटा कार्बन रे छटा हैला एना तपे इलेक्ट्रॉन संरचना देखियो बुझला इलेक्ट्रॉन संरचना सबरो बाहर करो सिबा ଜାଗା ପଳେଇବ ନା ଏମିତି ଲେଖି ଦେଇଥିବ ବୋଧେ ସବୁ ଧୋକୁ ନ ଲେଖି ମୁଁ ଏମିତି ଲେଖି ଦେବ ଇଲେକ୍ଟ୍ରନ ସଂରଚନା ବୁଝିଲା କେତେଟା ଘର ଥାଏ କେ ଏଲ ଏମ ଏନ ହେଲା ତ ହଉଛି ହାଇଡ୍ରୋଜେନ ର ଇଲେକ୍ଟ୍ରନ ସଂରଚନା କେଉଁଠି ଫାଷ୍ଟ କେ ଘରେ କେ ର ଉପରେ ଲେଖୁ ହଉଛି ଏଠି ଲେଖୁ ହଉଛି କେ ଏଲ ଏମ ଏନ କେ ରେ କେତେଟା ରୁହନ ଦୁଇଟା ଆଠଟା 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 ହେଲା ତ ହାଇଡ୍ରୋଜେନ ର ଗୋଟେ ଅଛି ମାନେ କୋଉଠି ରହିବ କେ ରେ ହିଲିୟମ ର କୋଉଠି ରହିବ ସେ କେ ରେ ଲିଥିୟମ ର ଫାଷ୍ଟ ଏଠି ରହିବ ଆଉ କେତେଟା ପଡିଗଲା ଗୋଟେ ଏଠି ରହିବ ବୁଝିଲା ସେମିତି ସବୁ ବନେଇ ଦିଅ ତାପରେ ବେରିଲିୟମ ର बनाओ हाइड्रोजन रो के घरे टे हीलियम रो के घरे दुईटा लिथियम रो के रे गोटे एल रे के रे दुईटा एल रे गोटे बेरिलियम रो दुईटा दुईटा ହେଲା ଚାରଟା ଅଛି ଟୋଟାଲ ତ ଦୁଇ ଦୁଇ ବୋରନ ର ଦୁଇ ତିନି ବନେଇ ଦିଅ ଲାଷ୍ଟ ଯାଏଁ ମନେ କଲ ମନେ ନା सेकंड घरे अति बेसी रे दुई आठटा रही पारे थर्ड घरे भी आठटा ମନେ କରୁଛ ନା ମନେ କଲ ତ ସେମିତି ଘରେ ବନେଇବ ନହେଲେ ହେଲା ସବୁ ତ ଦେଖ ଯାହାର ବାହାର ଘରେ ହେଲା ଯାହାର ବାହାର ଘରେ ଏକ ରୁ ତିନିଟା ଯାଇ ଅଛନ୍ ହେଲା ଯାହାର ବାହାର ଘରେ ଏକ ରୁ କେତେ ଏକ ନହେଲେ ହଉଛି ଦୁଇ ନହେଲେ ତିନି ଇଲେକ୍ଟ୍ରନ ଅଛନ୍ ସେମାନେ କିସ କରନ୍ କୁହ ନା ଦାନ କରିଦେବେ ହେଲା ସେ ଇଲେକ୍ଟ୍ରନ ହଉଛି ଶୁଣ ইয়ার হচ্ছে ବାହାର ଘର ପେକ୍ ଅଛି ବାହାର ଘର ପେକ୍ କାହାର ଅଛି ହିଲିୟମ ର ପେକ୍ ଅଛି ଆଉ କାହାର ପେକ୍ ଅଛି କାହାର ବାହାର ଘର ପେକ୍ ଅଛି ସେଗୁଡା ଫାଷ୍ଟ ଗୁଲ ବୁଲେଇ ଦିଅ ବୁଝିଲା ବାହାର ଘର ଯାହାର ପେକ୍ ଅଛି ସେମାନଙ୍କୁ ଗୁଲ ବୁଲେଇ ଦିଅ पूरा पैक ଅଛି ଯାହାର ହିଲିୟମ ର ପେକ୍ ଅଛି ଆଉ କାହାର ନିଅନ ର ଦେଖ ନିଅନ ର ବାହାର ଘର ପେକ୍ ଅଛି ନା ନିଅନ ର ପେକ୍ ଅଛି ନା ହେଲା ଆଉ ହଉଛି କାହାର ପେକ୍ ଥିବ ଆର୍ଗନ ର ଦେଖ ବୁଝିଗଲ ଦେଖିଲ ନା ହେଲା ତ ସେଇଠି ତଳେ ଷ୍ଟାର ମାର୍କ ଦେଇକି ଲେଖିଦବ ହେଲା ଏଇଟା ସବୁର ବନେଇବ ହେଲା ଷ୍ଟାର ମାର୍କ ଦେଇକି ଲେଖିଦିଅ
ଯୋଉ ମୌଳିକ ମାନଙ୍କର ବାହାର ଯୋଉ ମୌଳିକର ଯୋଉ ମୌଳିକର ବାହାର କକ୍ଷ ସମ୍ପୂର୍ଣ୍ଣ ଅଛି ସମ୍ପୂର୍ଣ୍ଣ ଅଛି ସେମାନଙ୍କୁ କିସ କୁହାଯାଏ କହନା? ସେମାନଙ୍କୁ ନିଷ୍କ୍ରିୟ ଗ୍ୟାସ କୁହାଯାଏ। ସେମାନଙ୍କୁ କିସ କୁହାଯାଏ? ନିଷ୍କ୍ରିୟ ଗ୍ୟାସ। ନିଷ୍କ୍ରିୟ ଗ୍ୟାସ ବୁଝିହେଲା? ତ ମନେ ରଖ ସବୁ ଯାହାର ବାହାର ଘର ବି ପ୍ୟାକ୍ ନାହିଁ ହେଲା, ଯାହାର ବାହାର ଘର ପ୍ୟାକ୍ ଅଛି ସେମାନଙ୍କୁ କିସ କୁହାଯାଏ? ନିଷ୍କ୍ରିୟ ଗ୍ୟାସ ହେଲା। ଆଉ ଯାହାର ବାହାର ଘର ପ୍ୟାକ୍ ନାହିଁ ସେମାନେ ସବୁବେଳେ କିସ ଚାହାନ୍ତି କଣ? ସେମାନେ ଚାହାନ୍ତି ଆମର ବି ଯେମିତି ସେମାନେ ଏଇ ନିଷ୍କ୍ରିୟ ଗ୍ୟାସ ପରି ବାହାର ଘର ପ୍ୟାକ୍ ହେଲା, ଆମର ବି ଯେମିତି ନିଷ୍କ୍ରିୟ ଗ୍ୟାସ ପରି ବାହାର ଘର ପ୍ୟାକ୍ ହେଇଯାଉ ହେଲା। ତ ହଉଛି ଯାହାର ବାହାର ଘର ପ୍ୟାକ୍ ନାହିଁ ଯେମିତି ହଉଛି ହାଇଡ୍ରୋଜେନ ର କିସ ୱାନ ବାହାର ଘର ପ୍ୟାକ୍ ଅଛି କି ହେଲା, ହାଇଡ୍ରୋଜେନ ତ ଛାଡି ଦେଇଥାଉ ହେଲା, ହାଇଡ୍ରୋଜେନ ନୁହଁ ଯେମିତି ଲିଥିୟମ ଲିଥିୟମ ର ବାହାର ଘର ପ୍ୟାକ୍ ଅଛି ଗୋଟେ ଅଛି, ତ ଇଏ ବି ଚାହିଁବ ମୋର ବାହାର ଘର ପ୍ୟାକ୍ ହେବା ପାଇଁ, ତ ସେ କିସ କରିବ ପରେ ଇଏ ଦାନ କରିଦବ ହେଲା, ଗୋଟେ ଇଲେକ୍ଟ୍ରନ କିସ କରିବ ଦାନ କରିଦବ ହେଲା। ଦାନ କରିଦବ ମାନେ ଇଏ କିସ ହେଇଯିବ ଧାତୁ ହେଇଯିବ, ତ୍ରିଭୁଜ ଦେଇଦିଅ ଯୋଉଗୁଡା ଧାତୁ ସେଗୁଡା ତ୍ରିଭୁଜ ଦିଅ। ଦେଖ ଯୋଉଗୁଡା ଧାତୁ ସେଗୁଡା ତ୍ରିଭୁଜ ଦିଅ। ଲିଥିୟମ ଗୋଟେ ଧାତୁ, ଲିଥିୟମ ଧାତୁ ନା ନାଇଁ, କଣ ପାଇଁ ସେ ଗୋଟେ ଇଲେକ୍ଟ୍ରନ ଦାନ କଲା ହେଲା। ମୁଁ କହିଦେଲି ଧାତୁ ଗୁଡିକ ଇଲେକ୍ଟ୍ରନ ଦାନ କରନ୍ତି, ସେମିତି ଲିଥିୟମ ଦାନ କଲା ଇଲେକ୍ଟ୍ରନ, ତ ଲିଥିୟମ ଗୋଟେ ଧାତୁ। ତାପରେ ହଉଛି ବେରିଲିୟମ, ଦେଖୁନା ବେରିଲିୟମ ଧାତୁ ନା ଅଧାତୁ, ମାନେ ଇଲେକ୍ଟ୍ରନ ଦେବ ନା ନେବ? ଦେଇଦବ, ଦୁଇଟା ଅଛି ମାନେ ଦେଇଦବ ହେଲା, ବାହାର ଘର ପ୍ୟାକ୍ ନାହିଁ, ଆଠଟା ହେବା କଥା ଦୁଇଟା ଅଛି, ତ ଇଏ ଗୋଟେ ଧାତୁ ତ୍ରିଭୁଜ ଦେଇଦିଅ। ତାପରେ ହଉଛି ବୋରନ, ବୋରନ ବି ଗୋଟେ ଧାତୁ ହେଲା, କିନ୍ତୁ କାର୍ବନ ଗୋଟେ ଅଧାତୁ ମନେ ରଖ ହେଲା, କାର୍ବନ ଗୋଟେ ଅଧାତୁ, ଏଠି କିଛି ଚିହ୍ନ ଦିଅନି ହେଲା, କାର୍ବନ ଗୋଟେ ଅଧାତୁ। ତାପରେ ହଉଛି ନାଇଟ୍ରୋଜେନ, ଦେଖୁନ ନାଇଟ୍ରୋଜେନ କିସ କରିବ? ନାଇଟ୍ରୋଜେନ ସେ ହଉଛି ପାଞ୍ଚଟା ଦାୟୀ, ଶୁଣ ୟାର ବାହାର ଘର ପ୍ୟାକ୍ ହେବା ପାଇଁ କେତେ ଦରକାର ଆଠଟା ଦରକାର, କିନ୍ତୁ ହଉଛି ୟା ପାଖରେ କେତେ ଅଛି ପାଞ୍ଚଟା, ତ ତାକୁ ପାଞ୍ଚଟା ଦାନ କରିବା ସୁବିଧା ଲାଗିବ ନା ହଉଛି ଦିଟା ନେବା ହଉଛି ସହଜ ଲାଗିବ, ନେବାଟା ସହଜ ଲାଗିବ। ତ ଇଏ ଇଲେକ୍ଟ୍ରନ ଗ୍ରହଣ କଲା ତ ଇଏ କିସ ନାଇଟ୍ରୋଜେନ ଗୋଟେ ଅଧାତୁ, ଅକ୍ସିଜେନ ବି ଗ୍ରହଣ କରିବ, ଦୁଇଟା ଗ୍ରହଣ କରିବ, ଅକ୍ସିଜେନ ବି ଗୋଟେ ଅଧାତୁ। ତାପରେ ହଉଛି ଫ୍ଲୋରିନ, ଇଏ ବି ଗୋଟେ ଅଧାତୁ ହେଲା। ଅଧାତୁ ଗୁଡାକର ବାକ୍ସ ଦେଇଦିଅ ବୁଝିଲ। ତାପରେ ଦେଖ ନା ନିଅନ୍ତ ନିଷ୍କ୍ରିୟ ଗ୍ୟାସ, ତାପରେ ସୋଡିୟମ, ଦେଖ ସୋଡିୟମ ଟା ଧାତୁ ନା ଅଧାତୁ ଦେଖିକି କୁହ, ଇଲେକ୍ଟ୍ରନ ସଂରଚନା ସୋଡିୟମ ର ଏଇଟା ଧାତୁ ନା ଅଧାତୁ? ଲାଷ୍ଟ ୱାନ ଅଛି ଧାତୁ, କଣ ପାଇଁ ଇଏ ଗୋଟେ ଦାନ କରିଦବ ହେଲା। ଆମେ ଧାତୁରେ କି ଚିହ୍ନ ଦଉଥିଲେ ତ୍ରିଭୁଜ ନା, ଧାତୁରେ ତ୍ରିଭୁଜ ଦେଇଦେବେ ହେଲା। ମ୍ୟାଗ୍ନେସିୟମ ଦୁଇଟା ଅଛି, ଇଏ ବି ଦାନ କରିଦବ ହେଲା, ଇଏ ବି ଧାତୁ। ତାପରେ ଆଲୁମିନିୟମ ର କେତେ ଅଛି ତିନିଟା, ଇଏ ବି ଦାନ କରିଦବ, ଇଏ ବି ଗୋଟେ ଧାତୁ ହେଲା। ତାପରେ ହଉଛି ସିଲିକନ ବି ଗୋଟେ ଧାତୁ ମନେ ରଖ ବୁଝିଲା, ସିଲିକନ ବି ଗୋଟେ ଧାତୁ। ଫସଫରସ ବି ଗୋଟେ ଧାତୁ, ସରି ଫସଫରସ ଟା ଅଧାତୁ ହେଲା, ଫସଫରସ ଟା କିସ ଅଧାତୁ, ୟାର ପାଞ୍ଚଟା ଅଛି ନା, ଫସଫରସ ଅଧାତୁ ବାକ୍ସ ଦେଇଦିଅ। ତାପରେ ହଉଛି ସଲଫର, ସଲଫର ଗୋଟେ କିସ ସିଏ ବି ଗୋଟେ ଅଧାତୁ। କ୍ଲୋରିନ, କ୍ଲୋରିନ ବି ଗୋଟେ ଅଧାତୁ, ସିଏ ଗୋଟେ ଗ୍ରହଣ କରିବ, ବାହାର ଘର ପ୍ୟାକ୍ ହେବା ପାଇଁ କିସ କରିବ ଗୋଟେ ଗ୍ରହଣ କରିବ। ଆଉ ହଉଛି ଆର୍ଗନ ତ ନାହିଁ, ପୋଟାସିୟମ, ତାପରେ ଦେଖ ପୋଟାସିୟମ ଧାତୁ ନା ଅଧାତୁ? ପୋଟାସିୟମ ଅଧାତୁ, କଣ ପାଇଁ ବାହାରେ ଗୋଟେ ଇଲେକ୍ଟ୍ରନ ଅଛି, ଅଧାତୁ ନା ଧାତୁ? ଧାତୁ ଧାତୁ ହେଲା, ବାହାରେ ଗୋଟେ ଅଛି ମାନେ ଅଧାତୁ, ଗୋଟେଟା ଦାନ କରିଦବ ନା, ଇଏ ଧାତୁ। ତାପରେ ହଉଛି କ୍ୟାଲସିୟମ ଦୁଇଟା ଅଛି, ଇଏ ବି ଦାନ କରିଦବ, ଇଏ ବି ଧାତୁ। ବୁଝିପାରିଲ ଧାତୁ କିଏ ଅଧାତୁ କିଏ ହେଲା। ଇଲେକ୍ଟ୍ରନ ସଂରଚନା ବି ବନେଇ ପାରିବ ନା ନାହିଁ? ଯଦି କହିଲା କାର୍ବନ ର ଇଲେକ୍ଟ୍ରନ ସଂରଚନା ବନାଅ ହେଲା, ଧରା ଯୋଉ କହିଲା ହଉଛି କ୍ଲୋରିନ ର ଇଲେକ୍ଟ୍ରନ ସଂରଚନା ବନାଅ, ତ ତୁମକୁ ମନେ ରଖତେ ପଡବ ହଉଛି କିଛି କ୍ଲୋରିନ ର ପରମାଣୁ କ୍ରମାଙ୍କ କେତେ 17, ନିହାତି ମନେ ରଖ, ନହେଲେ ହଉଛି କ୍ଲୋରିନ ର ପରମାଣୁ କ୍ରମାଙ୍କ ସରି ଇଲେକ୍ଟ୍ରନ ସଂରଚନା 45, ତୁମେ କେମିତି କର ଆହିଲି ଦେବ କାନା ଅପ୍ଲୋନି ସୌମ୍ୟା ଏସି କୋଷ ଫୁଲ ହିସାବ କରିବ 17 ରେ ପଡୁଛି ହେଲା, 17 ରେ ପଡୁଛି ମାନେ ଘର କରିଦେଲ କେ ଏଲ ଏମ ଏନ ହେଲା, କରିବି ପାର ଏମିତି ଲେଖିବି ପାର, ଆଉ ନହେଲେ ମନରେ ମନରେ କରିଦବ ହେଲା। ଫାଷ୍ଟ ଦୁଇଟା ଏଠି ରହିଲା, ତାପରେ ଆଠଟା ଏଠି ରହିବେ, ନଅଟା ତ ରହିପାରିବେନି, ତାପରେ 2 8 10 ହେଲେ, ତାପରେ କେତେ 7, ତ ইয়ার ইলেকট্রন সংরচনা কিস 2 8 7, সেমতি ସବୁ ଧାତୁ ଅଧାତୁର ବନେଇ ପାରିବ ନା ନାହିଁ ଇଲେକ୍ଟ୍ରନ ସଂରଚନା, ଧାତୁ ଅଧାତୁ ଚିହ୍ନ ବୁଝିଲ, ଏଇଟା ହଉଛି କି ଧାତୁ ଗୁଡିକ ଇଲେକ୍ଟ୍ରନ ଦାନ କରନ୍ତି, ଯେମିତି ହଉଛି ଇଏ ଇଲେକ୍ଟ୍ରନ ଦାନ କରିଦବ ଲିଥିୟମ ହେଲା,
सोडियम ଆଉ ଅଧାତୁ ଗୁଡ଼ିକ ଇଲେକ୍ଟ୍ରନ ଗ୍ରହଣ କରନ୍ତି ହେଲା। तो स्टार मार्क ଦେଇକି ଲେଖିଦିଅ ଧାତୁ ଗୁଡ଼ିକର ବାହ୍ୟତମ କକ୍ଷରେ କେତେ 1 2 କିମ୍ବା 3ଟି ଇଲେକ୍ଟ୍ରନ ରୁହନ୍ତି। ତଳେ ଲେଖିଦିଅ ସ୍ଟାର ମାର୍କ ଦେଇକି। धातु चिन्हବାର ଉପାୟ କିସ धातु ନା ତୁମେ ପିଟିକି ଦେଖବ धातु ଟଙ୍ଗ ଟଙ୍ଗ ଆବାଜ କରୁଛି ହେଲା ପିଟିକି ତ ଦେଖବନି ତୁମେ ତାଙ୍କର ଇଲେକ୍ଟ୍ରନ ସଂରଚନା ଦେଖିବ କିସ 1 2 3 ମାନେ କିସ तुमको खाताରେ ଦିଆହେଇଛି ହେଲା ତାର ଇଲେକ୍ଟ୍ରନ ସଂରଚନା ବି ଦିଆହେଇଛି ତ ତୁମେ ଚିହ୍ନି ପାରିବ ନା କେଉଁ ଧାତୁ କୋଉଟା ଅଧାତୁ ଇଲେକ୍ଟ୍ରନ ସଂରଚନା ଦେଖିକି। ଆଉ ଯଦି ତୁମର ପାଖରେ ଥାନ୍ତା ତାହେଲେ ହଉଛି କିସ ଇଲେକ୍ଟ୍ରନ ସଂରଚନା ଦେଖି ଦେବା ସେଟା ଦେଖିବନି ପାଖରେ ଯଦି ଥିବ କିସ ହବ ପିଟିକି ଦେଖବ ଯଦି ଠଙ୍ଗ ଠଙ୍ଗ କରୁଥିବ ତାହେଲେ ଧାତୁ ଧାତୁ ଗୁଡ଼ିକ ର ଇଲେକ୍ଟ୍ରନ ସଂରଚନା ହଉଛି କିସ ମାନେ ସରି ବାହ୍ୟତମ କକ୍ଷରେ 1 2 3 ଇଲେକ୍ଟ୍ରନ ହୁଅନ୍ତି ଆଉ ଅଧାତୁର ବାହ୍ୟତମ କକ୍ଷରେ କେତେ ଇଲେକ୍ଟ୍ରନ ହୁଅନ୍ତି 4 5 6 କିମ୍ବା 7 ଇଲେକ୍ଟ୍ରନ ହୁଅନ୍ତି ହେଲା। ଆଉ ହଉଛି ଯୋଉ ଗୁଡ଼ିକର ବାହ୍ୟତମ କକ୍ଷ ହଉଛି ପେକ୍ ଥାଏ ପରିପୂର୍ଣ୍ଣ ଥାଏ ତାକୁ ହଉଛି କିସ ନିଷ୍କ୍ରିୟ ଗ୍ୟାସ ବା ହଉଛି ନୋବେଲ ଗ୍ୟାସ ହେଲା ତାର ଆଉ ଗୋଟେ ନାମ ହଉଛି କିସ ନୋବେଲ ଗ୍ୟାସ। ସେ ନିଷ୍କ୍ରିୟ ଗ୍ୟାସକୁ କିସ କୁହାଯାଏ ନୋବେଲ ଗ୍ୟାସ ମଧ୍ୟ କୁହାଯାଏ। ବୁଝିପାରିଲ ଯଦି ଏମିତି କ୍ୱେଶ୍ଚନ ପଡିଲା सोडियम रो इलेक्ट्रॉन संरचना लेख କରିପାରିବ ନା सोडियम रो इलेक्ट्रॉन संरचना କେତେ ଲେଖ क्वेश्चन पड़े सोडियम रो इलेक्ट्रॉन संरचना लेख सोडियम लिखि दलो ତାର परमाणु क्रमांक କେତେ 11 11 ଏପଟେ ଲେଖି ଦଲ କି ଏପଟେ ଲେଖି ଦଲ ବି ଚଳିବ ବୁଝିଲା ତୀର ଚିହ୍ନ ଦେଇ ଦବ ତ ହଉଛି କେତେ के एलिमेंट ମନରେ ମନରେ ବନେଇବ କିମ୍ବା ଏମିତି ବନେଇ ଦେଲେ ବି ହବ ହେଲା କେତେ 2 8 1 ବନେଇ ପାରିବ ସେମିତି क्लोरीन रो इलेक्ट्रॉन संरचना बनेଇ ପାରିବ ହେଲା ସେମିତି ତୁମର 20 ଭିତରେ ଯୋଉ ମୌଳିକର परमाणु क्रमांक ଜାଣିଛ ତାର ଇଲେକ୍ଟ୍ରନ ସଂରଚନା ବନେଇ ପାରିବ ନା ନାହିଁ ବନେଇ ପାରିବ ହେଲା। ତାପରେ ହଉଛି ଲାଷ୍ଟ ପ୍ରତିକ୍ରିୟା ବୁଝିହେଲା ଲାଷ୍ଟ ରାସାୟନିକ ପ୍ରତିକ୍ରିୟା ଏମିତି ହଉଛି ଏଇଟା ପଢୁଥିଲେ କିସ ଧାତୁ ଆଉ ଅଧାତୁ ମିଶିକି ସରି ଧାତୁର ରାସାୟନିକ ପ୍ରତିକ୍ରିୟା ପଡିଲେ ଧାତୁ ଅକ୍ସିଜେନ ସହ ମିଶିଲେ କିସ ହୁଏ ଧାତବ ଅକ୍ସାଇଡ ଧାତୁ ଜଳ ସହ ମିଶିଲେ ହଉଛି ଧାତବ ହାଇଡ୍ରୋକ୍ସାଇଡ ଧାତୁ ହଉଛି ଆମର ଅମ୍ଳ ସହ ମିଶିଲେ ହଉଛି କିସ ହୁଏ ଲବଣ ହେଲା ସେମିତି ଏହା ହଉଛି ଧାତୁକୁ କାହା ସହ ପ୍ରତିକ୍ରିୟା କରେ ଅଧାତୁ ସହ ବୁଝିହେଲା धातु किस सह प्रतिक्रिया अधातु सह है तो देखिए धातु युक्त अधातु लास्ट रासायनिक प्रतिक्रिया है एक नंबरटा लास्ट धातु युक्त अधातु एंते देखि दो धातु युक्त अधातु किस लवण युक्त किस जल धातु धातु तो ये लवणटा केमती लवण कोन आयनिक लवण है बाकी लवणटा जो आयनिक लवण किसो आयनिक लवण बुझे देखिबे तापर से आपण देखि देखि धातु और अधातु आयनिक बंध दिए करती हां धातु को धातु मिसी किसो दिए करती आयनिक यौगिक बुझे पारो कार्बन हूँ किसो यौगिक को दिए करती सहसंयोजक यौगिक किंतु धातु और अधातु मिसले किसो होय आयनिक यौगिक ସବୁ ଧାତୁ ଉପକରଣରେ ହେଉଛି କାର୍ବନ ଇଏ ସବୁ ଅଲଗା କାର୍ବନ କ୍ଲୋରିନ ମିଶିକି କିସ ତିଆରି କରନ୍ତି CCl3 ଏଟା ହଉଛି କି ଯୌଗିକ ହେଲା ଆୟନିକ ସରି ସହସଂଯୋଜକ ଯୌଗିକ କିନ୍ତୁ ହଉଛି କାର୍ବନ ଛାଡି ଅଲଗା ଧାତୁ ଆଉ ଅଲଗା ଧାତୁ ମିଶିଲେ କିସ ତିଆରି କରନ୍ତି ଆୟନିକ ଯୌଗିକ ଦେଖିଲ ଦେଖିଲ ନା ଆୟନିକ ଯୌଗିକ एग्जांपल लिखि देबो आयनिक यौगिकर एग्जांपल आयनिक यौगिकर एग्जांपल किसो NaCl गोटे आयनिक यौगिक ହେଲା MgCl तापर होची MgOH MgOH ହେଲା CaOH एगुडा होची किसो आयनिक यौगिक बुझला चिन्हबार सिंपल उपाय जदि होची कार्बन नाही तो आयनिक यौगिक एडा नले भाबिला परे जे कार्बन अछि हैला ये कार्बन ओ ये किसो कैल्शियम बुझिबलो
ତାପରେ ହଉଛି ଏଇଟା ଆମର କ୍ୱେଶ୍ଚନ ପଡେ 2 ମାର୍କ 3 ମାର୍କ 4 ମାର୍କ ବି ପଡିପାରେ ହେଲା 5 ମାର୍କ ବି ପଡିପାରେ ମିଶେଇ ହେଲା ଏମିତି ପଡିଥିବ ଆୟତ ଯୁକ୍ତ ଗଠନ ବୁଝିଲା ନା ଯେମିତି ହଉଛି କି ସବ NaCl ର ଗଠନ ପଡିଥିବ ହେଲା NaCl ର ଗଠନ NaOH ର ଗଠନ ହେଲା ଏମିତି କ୍ୱେଶ୍ଚନ ପଡେ ଏକ୍ସାମ୍ପଲ क्वेश्चन NaCl ର ଗଠନ ହେଲା ଇଲେକ୍ଟ୍ରିକ ସୋଡିୟମ କ୍ଲୋରାଇଡ NaCl ର ଗଠନ ପ୍ରକ୍ରିୟା ବୁଝିଲା क्वेश्चन पड़े NaCl ର ଗଠନ ପ୍ରକ୍ରିୟା ଲେଖ କିସ କରବା मतलब ଜାଣିଥିବା ଦରକାର NaCl ଭିତର ଧାତୁ के ଅଧାତୁ କୋଡିଏ ଠାରୁ ମନେ ରଖି ପାରବ କି ଧାତୁ के ଅଧାତୁ ହେଲା तो लिखि दबो गुटे साइड रे किस धातु आ गुटे साइड रे आंसर ହେଲା आंसर एट रहुଛି NaCl ର ଗଠନ ପ୍ରକ୍ରିୟା एक दबो एटा लिखि दबो धातु तापर किस अधातु धातु के NaCl ভিতর ধাতु के Na ଆଉ ଅଛି ଧାତୁ के Cl ହେଲା तो Na ର ଇଲେକ୍ଟ୍ରନ ସଂରଚନା କରି ପାରୁଛ Na ର ଇଲେକ୍ଟ୍ରନ ସଂରଚନା ମାନେ କିସ यार इलेक्ट्रॉन संरचना एमती बनै दबो 2 8 किस 1 आ यार इलेक्ट्रॉन संरचना किस क्लोरीन रो इलेक्ट्रॉन संरचना 17 माने 2 8 7 हला देखलो तो यार गुटे इलेक्ट्रॉन अछि माने किस हो माने यार गुटे इलेक्ट्रॉन बाहर अछि माने ये गुटे इलेक्ट्रॉन छाड़बो ना तो किस Na प्लस बुझलो Na प्लस যুক্ত ये হচ্ছে কি করব বাইরে একটা ইলেকট্রন আছে সাতটা ইলেকট্রন আছে মানে কি করব একটা ইলেকট্রন বড় হবে দুটো ইলেকট্রন হলা তো এমনি টিকে মনে রাখবো বুঝায় Na এর দুটো ইলেকট্রন আছে মানে বাইরে Na দেখলো Na এর আর হচ্ছে কি বনাইলো ইলেকট্রন সংরচনা Na এর বাইরে দুটো ইলেকট্রন আছে মানে Na বাইরে কিছু এটা ডট দেব বুঝলা যুক্ত Cl এর বাইরে একটা ইলেকট্রন আছে সাতটা ইলেকট্রন হলা তো Cl এর বাইরে ডট দিয়ে দিবা এটা সব দিয়ে দিবা হলা তো হচ্ছে একা একা এইবার ডট দেবে সব দিয়ে দিবে আর সাতটা 1 2 3 4 5 6 7 বুঝলা তো হচ্ছে এই গুটে ইলেকট্রন করে দিছো বলবো বলে বলি হচ্ছে সে গুটে নাম করব নাম করব মানে কিছু ছিল দিন বুঝলা এরকম পড়ে আসবো বুঝলা তারপরে হচ্ছে দান করে দেব মানে কি সব Na প্লাস হবে না গুটে দান করছি খালি প্লাস লিখবো হলা দুইটা দান করলে কত লিখবো 2 প্লাস হলা তারপরে এখানে দেখি কিছু লিখবো Cl এমটি ইয়ার গুটে আসছে যে ডট মানে এটি ইয়ার আসছে Cl মাইনাস বুঝলো না সেমটি করো না Mg অত গঠন করতে কোশ্চেন Mg অত গঠন করতে Mg অত গঠন করতে না ध्यान करो धातु के धातु के खास चीज इलेक्ट्रन संरचना बनी है Mg रो तले इलेक्ट्रन संरचना बनी Mg Mg रो परमाणु क्रमांक है 8 भूल लगे जो Mg रो 12 हैला Mg रो परमाणु क्रमांक 12 ऑक्सीजन रो 8 हैला तो यार इलेक्ट्रॉन संरचना की सब 2 8 2 यार होची की सब 2 6 हैला तो होची यार होची इलेक्ट्रॉन संरचना एमती माने यार चित्र बनेबो की सब बाहर केटा बनेबो
ବାହାରେ କେତେଟା ଡଟ୍ ଦେବ ଦୁଇଟା ପ୍ଲସ୍ ଅକ୍ସିଜେନ ର କେତେଟା ଛଅଟା ଛକ ଛକ ଦେବ ହେଲା ତ ଇଏ କିସ କରିବ ଦୁଇଟା ଯାକ ଦାନ କରିଦବ ଦୁଇଟା ଦାନ କରିବ ନା ଗୋଟେ ଦୁଇଟା ଦାନ କରିବ ହେଲା ଏମିତି ବନେଇଦେଲ ତ ତୀର ଚିହ୍ନ ଦେବ ତ ଏମିତି ଦୁଇଟା ଦାନ କରିଛି ମାନେ କିସ ହବ ପ୍ଲସ୍ ଟୁ ବା ଟୁ ପ୍ଲସ୍ ଯାହା ଲେଖିବ ହେଲା ତାପରେ ହଉଛି ବ୍ରାକେଟରେ ଲେଖିଦବ କିସ ଅକ୍ସିଜେନ टू माइनस বা মাইনাস টু বুঝিলা বନେই পারল কেমতি বনেই পারল না সব বনেই হবো ହେଲା সাদা ଅଛି ନା ପଡା ଅଛି ବୁଝିଥିଲ ସେମିତି କ୍ୱେଶ୍ଚନ ଖାଲି କରିଥିବ ନା CA ର ଗଠନ ପ୍ରକ୍ରିୟା ହେଲା CA ର ଗଠନ ପ୍ରକ୍ରିୟା ଲେଖ ବୁଝିଲା MgCl ର CA ଓ CA ଓ ତାପରେ MgCl क्वेश्चन गुड़ा खाली CA ଓ MgCl ହେଲା KCl ଖାଲି କରି ଆଣିଥିବ ବୁଝିଲା ତାପରେ ହଉଛି ଗୋଟେ ଲଙ୍ଗ କ୍वेଶ୍ଚन ଦେଖ ଆୟନିକ ଯୌଗିକ କାହାକୁ କୁହାଯାଏ ଆଉ ଆୟନିକ ଯୌଗିକ ଧର୍ମ ଏଗୁଡ଼ା ସବୁ କି ଯୌଗିକ ଏ ଯେ MgCl କି CaO କି ଯୌଗିକ ଆୟନିକ ଯୌଗିକ କଣ ପାଇଁ ମୁଁ କହିଥିଲି ହଉଛି ଯୋଉ ଯୌଗିକ ହଉଛି ଇଲେକ୍ଟ୍ରନ ବିନିମୟ ଦ୍ୱାରା ଦେଖ ଇଲେକ୍ଟ୍ରନ କେତେଟା ଦେଲା ଦୁଇଟା ଦେଲା ହେଲା କିନ୍ତୁ କାର୍ବନ ଇଲେକ୍ଟ୍ରନ ଦଉଥାଏ କି ସେ ହଉଛି ସହଭାଜନ କରୁଥାଏ ହେଲା ତ ଇଲେକ୍ଟ୍ରନ ବିନିମୟ ଦ୍ୱାରା ତିଆରି ହଉଛି এই ବନ୍ଧଟା Ca ଆଉ ହଉଛି ଅକ୍ସିଜେନ ମଧ୍ୟରେ କି ବନ୍ଧ ତିଆରି ହଉଛି ଆୟନିକ ବନ୍ଧ ହେଲା କି ପାଇଁ ତିଆରି ହଉଛି ଇଲେକ୍ଟ୍ରନ ବିନିମୟ ଦ୍ୱାରା ସେଇ ପାଇଁ ହଉଛି କିସ କୁହାଯାଏ ସେମାନଙ୍କୁ ଆୟନିକ ଯୌଗିକ ବୁଝିଲା ତ ଲଙ୍ଗ କ୍ୱେଶ୍ଚନ ଗୋଟେ ଏଲକ୍ୟୁ ଲେଖିକି ଲେଖ ଆୟନିକ ଯୌଗିକ କାହାକୁ କୁହାଯାଏ ଆୟନିକ ଯୌଗିକ କାହାକୁ କୁହାଯାଏ ଏବଂ ତାର ଧର୍ମ କାହାକୁ କୁହାଯାଏ ଏବଂ ତାର ଧର୍ମ ଲଙ୍ଗ କ୍ୱେଶ୍ଚନ ହେଲା ଏଇଟା ଆଉ ଯଦି ପଢିବ ଏମିତି ବି ପଢେ ଆୟନିକ ଯୌଗିକର ଧର୍ମ ଆଉ ହଉଛି ସହସଂଯୋଜ୍ୟ ଯୌଗିକ ମଧ୍ୟରେ ପାର୍ଥକ୍ୟ ବୁଝିଲେ ଫାର୍ଷ୍ଟ ଡେଫିନେସନ ଲେଖିଦେବ ତାପରେ ହଉଛି ଧର୍ମର ପାର୍ଥକ୍ୟ ହେଲା ହେଡିଂ ଦେଇକି ଛାଡି ଯାଇଥିବ ବୁଝିଲେ କାଲି ପଢିବା ତ ସରିଗଲା ବିଷୟ ଆଉ ଦୁଇଟା ପେଜ ଖଣ୍ଡେ ହବ ହେଲା ଦୁଇଟା ପେଜ ମାନେ ইয়ার ଖାତାରେ ଦୁଇଟା ପେଜ ମୋ ଖାତାରେ ଗୋଟେ ପେଜ ଆୟନିକ ଯୌଗିକ କାହାକୁ କୁହାଯାଏ ଯୋଉ ଡେଫିନେସନ ଲେଖିଥିଲେ ଯୋଉ ଯୌଗିକ ଇଲେକ୍ଟ୍ରନ ବିନିମୟ ଆୟନ ବିନିମୟ ଦ୍ୱାରା ତିଆରି ହେଇଥାଏ ତାକୁ ହଉଛି କିସ ଆୟନିକ ଯୌଗିକ ତ ଆୟନ କେତେ ପ୍ରକାର ଦୁଇ ପ୍ରକାର ଗୋଟେ ହଉଛି ଆନାୟନ ଆଉ ଗୋଟେ ହଉଛି କାଟାୟନ ହେଲା ତ ହଉଛି ଆୟନିକ ଯୌଗିକର ଧର୍ମ କିସ କଠିନ ପଦାର୍ଥ ଆଉ ହଉଛି ଆମର ସହସଂଯୋଜ୍ୟ ଯୌଗିକ କେମିତି ଥିଲା କଠିନ ତରଳ ଗ୍ୟାସୀୟ ଆଉ ହଉଛି ଏହା ଭଙ୍ଗୁର ଏହାର ଗଣନାଙ୍କ ସ୍ଫୁଟନାଙ୍କ ଅଧିକ ଆଉ ତାର କିସ କମ ତ ইয়ার কারণ কিস ଅଧିକ ବୋଲି କାରଣ କିସ ଅଣୁ ମଧ୍ୟରେ আকর্ষণ বল ଅଧିକ ଥାଏ ଏମାନେ ହଉଛି ଜଳରେ ଦ୍ରବଣୀୟ ଆଉ ସେମାନେ ହଉଛି କିସ ଦେଲେ ଅଦ୍ରବଣୀୟ ଏମାନେ ହଉଛି ଜଳରେ ଅଦ୍ରବଣୀୟ ହେଲା କିନ୍ତୁ ହଉଛି ଜଳରେ ଦ୍ରବଣୀୟ କିନ୍ତୁ ହଉଛି କିରୋସିନ ପେଟ୍ରୋଲରେ କିସ ଅଦ୍ରବଣୀୟ ତାପରେ ହଉଛି କଠିନ ଅବସ୍ଥାରେ କିସ କରନ୍ତି ବିଦ୍ୟୁତ କୁପରିବାହୀ ହେଲା ଯେତେବେଳେ ହଉଛି ଆୟନ ଯୌଗିକ କଠିନ ଅବସ୍ଥାରେ ଥାନ୍ତି ସେତେବେଳେ ହଉଛି କିସ ଏମାନଙ୍କ ମଧ୍ୟ ଦେଇକି ବିଦ୍ୟୁତ ପାସ୍ ହୁଏନି କିନ୍ତୁ ହଉଛି ତରଳ ଅବସ୍ଥାରେ ପାସ୍ ହବ ବୁଝିଲା ତାପରେ ହଉଛି ଦ୍ରବଣୀୟ ଅବସ୍ଥାରେ ବିଦ୍ୟୁତ ସୁପରିବାହୀ ଦ୍ରବଣୀୟ ମାନେ ଯେତେବେଳେ ଜଳରେ ମିଶି ହେଇଥାଏ ସେତେବେଳେ ହଉଛି କିସ ଏମାନଙ୍କ ମଧ୍ୟ ଦେଇକି ବିଦ୍ୟୁତ ପାସ୍ ହୁଏ ତାପରେ କେତେ ଆୟନିକ ଯୌଗିକର ନାମ ଲେଖା ହେଇଛି ହେଲା ଆଉ ତାଙ୍କର ଗଣନାଙ୍କ ଆଉ ସ୍ଫୁଟନାଙ୍କ ଲେଖା ହେଇଛି ଦେଖ କେତେ ଅଧିକ ତାଙ୍କର ଗଣନାଙ୍କ ସ୍ଫୁଟନାଙ୍କ ହେଲା କିନ୍ତୁ ହଉଛି ଆମର ସହସଂଯୋଜ୍ୟ ଯୌଗିକ ମାନଙ୍କର ଗଣନାଙ୍କ ସ୍ଫୁଟନାଙ୍କ କେତେ ଥିଲା 391 290 କାହାର ଥିଲା CH3COOH ର କାଲି ପଢିଥିଲେ ହେଲା ଏଇଗୁଡ଼ା ମନେ ରଖିବ କାଲି ପଢବା ହେଲା ବୁଝିପାରିଲ ତାପରେ ହଉଛି ଧାତୁର ପ୍ରତିକ୍ରିୟାଶୀଳତା ହେଲା ମାନେ କୋଉ ଧାତୁ ବେଶୀ ପ୍ରତିକ୍ରିୟା তুমি জানিছ ম্যাগনেসিয়াম পটাসিয়াম মানে সরি ম্যাগনেসিয়াম বলছি পটাসিয়াম সোডিয়াম মানে হচ্ছে বেশি প্রতিক্রিয়াশীল মানে এମାନଙ୍କୁ ବାୟୁରେ ରଖାଯାଏ ସେ କିରୋସିନରେ ରଖାଯାଏ ହେଲା ବାୟୁରେ ରଖାଇଲେ କିସ ଜଳି ଯିବେ ବୁଝିଲ ଆଉ ସବୁଠୁ କମ ପ୍ରତିକ୍ରିୟାଶୀଳ କି ସୁନା ହେଲା ଏଇଟା ସିରିଏଲରେ ମନେ ରଖିବ ପଟାସିୟମ ସୋଡିୟମ କ୍ୟାଲସିୟମ ମ୍ୟାଗ୍ନେସିୟମ ହେଲା ବୁଝିପାରିଲ ଏମାନେ ହଉଛି
ପ୍ରତିକ୍ରିୟାଶୀଳ। ତାପରେ ପଢବା ହଉଛି ଧାତୁର ଉପସ୍ଥିତି ହେଲା। ଧାତୁ କୋଉ ରୂପରେ ଉପସ୍ଥିତ ଅଛି, ଧାତୁ କେମିତି ମୁଖ୍ୟ ଉତ୍ସ କୋଉଠି ରହିଛି, ଧାତୁ ଗୁରୁତ୍ୱ ଗର୍ଭରେ ରହିଛି। ଧାତୁ ମାଟି ପଡିଲେ ସିଧା ଲୁହା ପାଇବ, ଲୁହା ପାଇବା କୋଉ ଅବସ୍ଥାରେ ପାଇବ ତାକୁ, ଧାତୁ ପିଣ୍ଡ ଅବସ୍ଥାରେ ପାଇବ। ସେ ଧାତୁ ପିଣ୍ଡକୁ କିସ କୁହାଯାଏ, ଓର କୁହାଯାଏ ହେଲା। ଧାତୁ ପିଣ୍ଡକୁ ଓର କୁହାଯାଏ। ତାପରେ ହଉଛି ସେଠୁ ଧାତୁର ନିଷ୍କାସନ କିପରି ହେବ ସେଇଟା କାଲି ପଢବା, ବୁଝିଲା। ନେକ୍ସଟ କ୍ଲାସ ସେଠି ପଢିଦେଲେ ସରି, ବୁଝିଲା। କାଲି ସରିଯିବ, କାଲି କି ବିଷୟ ପଢବା, ବିଦ୍ୟୁତ। ବୁଝିପାରିଲ ନା? ତ ପଢବ ହେଲା, ଏଗୁଡା ଲଘୁ କହିଛି ସେଗୁଡା ଘୋଷିତ।